ଗୋବର ଗୋଟେଇ ଅନ୍ଧାର ରାତି ତଳେ କାଦୁଅ ଉପରେ ମେଘ ବରସାର ଧାରା ଗୋଟିଏ ମୁହୂର୍ତ୍ତ ପାଇଁ କେବେ ହେଲେ ଅଟକି ନାହିଁ। ଘଡ଼ଘଡ଼ି ଚଡ଼ଚଡ଼ିରେ ପୃଥିବୀ କମ୍ପି ଉଠୁଛି। ବେଳେ ବେଳେ ବିଜୁଳି ମାରିଦେଲେ ଦିଶୁଛି ସଡ଼କ ଉପରେ ଆଣ୍ଠୁଏ ଉଚ୍ଚରେ ପାଣିଧାର। ବିଲ ବାଡ଼ି ସବୁ ଜଳମୟ। ବାଟୁଆ ଲୋକ ସଞ୍ଜବେଳେ ମେଘକୁ ଦେଖି କେବେ ବୁଝି ନଥିଲା ଯେ ଏତେ ପାଣି ମେଘ ସାଇତି ରଖିଛି ବୋଲି। 4 ଦିନ ହେଲା ମେଘ ଧରିଥିଲା। କିଏ ଜାଣେ ଆଜି ଏତେ ଭୂଷଣ୍ଡ ପାହାର ଆଣି ଅଜାଡ଼ି ଦେବ ବୋଲି। ଖାଲି ବର୍ଷା ହେଲେ ବାଟୋଇ ଏତେ ଅଡ଼ୁଆରେ ପଡ଼ିନଥାନ୍ତେ। ଘନ ଘନ ଚଡ଼ଚଡ଼ି ସହିତ କୁଆପଥର ବର୍ଷା, ପୁଣି ତା ସାଥିରେ ପ୍ରବଳ ପବନ। କେଉଁଠି ମଣିଷ ସହିବ? ଗୋରୁଗାଈ ଗୋଠରୁ ଫେରି ନ ପାରି କିଏ କୁଆଡ଼େ ଗଲେ ଯେ ତାର ପତା ଗଉଡ଼ ବିଚାରା ପାଇଲା ନାହିଁ। ସେ ତା ପ୍ରାଣ ବଞ୍ଚାଇବା ପାଇଁ ଗଛମୂଳ ଆଶ୍ରା ଧରି ଏ ପାଖ ସେ ପାଖ ହେଉଛି। ଏ ବର୍ଷା କାହାର ଇଜ୍ଜତ ମହତ ଆଜି ରଖି ନାହିଁ। ସେ ବାଟୋଇ ଭିତରେ ଧନୀ ଦରିଦ୍ର ରାଜା ପ୍ରଜା ଭେଦ ଠୁଳେ ମାତ୍ର ରଖି ନାହିଁ। ତା ଦେଖାନ୍ତରେ ସଭିଏ ସମାନ। ସାଇ ଭାଇ ବର୍ଷା ଭିତରେ ଆଶ୍ରା ବିଶ୍ରା କିଛି ନ ପାଇ ଡେପୁଟି ଶ୍ୟାମସୁନ୍ଦର ବାବୁ ତିନ୍ତି ତିନ୍ତି ସାଇକେଲଟିକୁ ଧରି ଆଣ୍ଠୁଏ ପାଣିରେ ସଡ଼କ ଉପରେ ଚାଲିଛନ୍ତି। ତାଙ୍କର ବେଶ ପୋଷାକ ଭିତରେ ମୁଣ୍ଡରେ ବିଲାତି ଖଣ୍ଡେ ହାଫ୍ ପ୍ୟାଣ୍ଟ, ଦେହରେ କାମିଜ କୋଟ୍, ଆଖିରେ ଚଷମା, ଗୋଡ଼ରେ ଜୋତା ମଉଜା, ଦେହରେ ଶୁଖିଲା ହୋଇ ଖଣ୍ଡିଏ କନା ସୁଦ୍ଧା ନାହିଁ। ମୁଣ୍ଡ ଟୋପିଟି ଯୋଗେ ସେ କୁଆ ପଥରରୁ ଟିକେ ରକ୍ଷା ପାଇଛନ୍ତି। ଏତିକି ସୌଭାଗ୍ୟ। ବାଟରେ କେଉଁଠି ଗୋଟିଏ ଗଛ ଥିଲେ ଯେ ସେ ଏପରି ଚାଲନ୍ତେ ତାହା ନୁହେଁ। ଅନ୍ଧାର ଭିତୁରି ବିଜୁଳି ଆଲୁଅରେ ସେ କେତେଥର ଦେଖିଲେଣି ଗୋଟିଏ ବୋଲି ଗଛ ଦିଶୁନାହିଁ। ପ୍ରାୟ ଅଳ୍ପ ବାଟ ପର୍ଯ୍ୟନ୍ତ ସାଇକେଲର ବତୀଟି ଥିଲା, ତାହା କେତେବେଳୁ ଲିଭିଗଲାଣି। ଆଜି ତାଙ୍କ ପ୍ରାଣରେ ଠୁଳେ ମାତ୍ର ଆଶା ନାହିଁ। ବାଟ ଭୁଲ କରିଛନ୍ତି ବୋଲି ତାଙ୍କର ମଧ୍ୟ ହେତୁ ନାହିଁ। ସେ ସିରି ସିରି ଭରସା ଭିତରେ ଚାଲିଛନ୍ତି। ବିପଦ ଅଇଁଲା ଦିନ ସେ ଗୋଟିଏ ହୋଇ ଆସେ ନାହିଁ, 10ଟି ହୋଇ ଆସେ। ଶ୍ୟାମସୁନ୍ଦର ବାବୁ ପାଣିରେ ଥଳକୂଳ କିଛି ଦେଖିବାକୁ ନ ପାଇ ଚାଲି ଚାଲି ଜଡ଼ ଜଡ଼ ହୋଇଗଲେ। ବିଜୁଳି ଆଲୁଅରେ ତାଙ୍କୁ ଦୂରରେ ଗୋଟିଏ ଥୁଣ୍ଟା ଆମ୍ବ ଗଛ ଦିଶିଲା। ସେ ଆନନ୍ଦରେ ଆତ୍ମହରା ହୋଇ ଆହା ବଞ୍ଚିଲି ବୋଲି କହି ସେ ଗଛମୂଳକୁ ଯାଇ ଗଛମୂଳରେ ସାଇକେଲଟି ଆଉଜାଇ ଦେଇଛନ୍ତି। ତାଙ୍କୁ ଶୁଭିଲା ମଟମାଟ ମଟମାଟ। ପବନ ଘୁ ଘୁ ଚାଲିଛି। ବର୍ଷା ସରସର ପଡ଼ୁଛି। କୁଆପଥର ଖଡ଼ଖାଡ଼ ହୋଇ ଗଦା ହେଉଛି। ତା ଭିତରେ ଏମିତି ମଟମାଟ ଶୁଣି ସେ ଚମକି ପଡ଼ି ନିମିଷକେ ସଡ଼କ ଉପରକୁ ଉଠି ଅଇଁଲେ। ବୁଦ୍ଧିମାନ ଲୋକ ନ ହୋଇଥିଲେ ଆଜି ସେ ଏଇଠି ଶେଷ ହୋଇଥାନ୍ତେ। ନିମିଷକେ ଗଛଟା ଘୋର ଗର୍ଜନ କରି ଭାଙ୍ଗି ପଡ଼ିଲା। ଭାଙ୍ଗି ପଡ଼ିବା ସଙ୍ଗେ ସଙ୍ଗେ ସେ ଦେଖିଲେ ଗୋଟାଏ କି ଆଲୋକ ଶିଖା ଦପ୍ ଦପ୍ କରୁଛି। ତାଙ୍କ ମନ ବଡ଼ କୌତୂହଳୀ ହେଲା ତାହା ଦେଖିବା ପାଇଁ। ସେ ଭାବିଲେ, ଯାହା କହନ୍ତି ପୁରୁଣା ଗଛମାନଙ୍କରେ ସବୁ ଦେବତା ଥାଆନ୍ତି, ଏ ସେଇ ନୁହେଁ ତ? ତେବେ ତାଙ୍କର ସେଥିରେ ଅବିଶ୍ୱାସ ଥିଲା। ବିଶ୍ୱାସ ଥାଉ କି ଅବିଶ୍ୱାସ ଥାଉ, ସାଇକେଲ ଖଣ୍ଡ ଅଛି କି ନାହିଁ ଏବଂ ସେ ଆଲୋକଟା କ'ଣ ପରୀକ୍ଷା କରିବା ପାଇଁ ଧୀରେ ଧୀରେ ତଳକୁ ଖସି ଦେଖିଲେ ଗଛ ତଳେ ସାଇକେଲଟି ଗୁଣ୍ଡ ହୋଇଛି। ବିଜୁଳି ମାଇଲେ ସେ ଯାହା ମାତ୍ର ଦେଖିବାକୁ ପାଉଥିଲେ। ଗଛ ଭିତରୁ ଯେଉଁ ଆଲୁଅଟା ଦେଖାଯାଉଥିଲା ତାହା ବହୁ ସମୟ ଧରି ଅନୁସନ୍ଧାନ କଲେ ମାତ୍ର ତାର କିଛି ଖୋଜ ଖବର ପାଇଲେ ନାହିଁ। ଶେଷକୁ ସଡ଼କ କାନ୍ଥରୁ ଅଣ୍ଡାଳି ଅଣ୍ଡାଳି ଖଣ୍ଡେ 2 ଖଣ୍ଡ ପଥର ପାଇ ତାକୁ ସେହି ଆଲୁଅ ଉପରେ ପକାଇ ଦେଲେ। ତାଙ୍କର କୌଣସି ଜୀବଜନ୍ତୁ ପ୍ରତି ଭୟ ନଥିଲା, କାରଣ ଦେବତା କିମ୍ବା ଜକ ପ୍ରଭୃତି କଥା ସେ ଶୁଣିଥିବାରୁ ତାହା ପରଖିବା ପାଇଁ ଏପରି କରିଥିଲେ। ମାତ୍ର ଫଳରେ ବିପରୀତ ଘଟିଲା। ସଙ୍ଗେ ସଙ୍ଗେ ଏପରି ସୁ ସୁ କାର ଗର୍ଜନ ଶୁଭିଲା। ଯହିଁରେ ଶ୍ୟାମବାବୁଙ୍କର ରକ୍ତ ପାଣି ହୋଇଗଲା। ସେ ଦେଖିଲେ ସେ ଆଲୁଅଟା ଧୀରେ ଧୀରେ ଉପରକୁ ଉଠୁଛି। ଚାହୁଁ ଚାହୁଁ ତାହା ବହୁତ ଉପରକୁ ଉଠି ଚାରିଆଡ଼କୁ ଚାହିଁ କରି ତଳେ ପଡ଼ିଗଲା। ଆଉ ତାଙ୍କର ସନ୍ଦେହ ହେଲା ନାହିଁ। ସେ ପ୍ରାଣ ବିକଳରେ ପଳାଇଲେ। ସାପ ତଡ଼ିଲେ ଯଦି 12 ବାଙ୍କରେ ଦୌଡ଼ିବ, ତେବେ ସେ ପରା ଧରିପାରେ ନାହିଁ, ଏ କଥାଟି ତାଙ୍କର ମନେ ଥିଲା। ସେଥିପାଇଁ ସେ ସଡ଼କ ଛାଡ଼ି ଦେଇ ଅବାଟରେ କଣ୍ଟା ବିଲ ବଣ ଭିତରେ ପଶି ଦୌଡ଼ିଲେ। ସାପଟା ମଧ୍ୟ ନିରସ୍ତ୍ର ହେଲା ନାହିଁ। ଉପରେ ଭୀଷଣ ବର୍ଷା, କୁଆପଥର ପବନ, ଏଣେ ପାଦ ତଳେ ପାଣି କାଦୁଅ, କଣ୍ଟା ହିଡ଼ ପଥର, ପୁଣି ପଛରେ ମହାକାଳ ମୃତ୍ୟୁଦେବତା ବିରାଟ ସର୍ପ। ହାୟ, ତାଙ୍କର ପ୍ରାଣ ଯେ କ'ଣ ହେଉଥିଲା ସେ ହିଁ ଜାଣନ୍ତି। ଦଣ୍ଡକେ ଏହିଠାରେ ତାଙ୍କର ବହୁଦିନର ଉପାର୍ଜିତ ନବୀନ ଶିକ୍ଷା ଲୋକର ପରମ ଔଷଧ। ନାସ୍ତିକତା କେଉଁଆଡ଼େ ଦୂର ହୋଇଗଲା। ଯେଉଁ ଭଗବାନଙ୍କର ନାମ ଧଇଲେ ସେ କହୁଥିଲେ ଭଗବାନ କ'ଣ?
ନିଜର କର୍ତ୍ତବ୍ୟ କର। ସୁଖ ଦୁଃଖ କାର୍ଯ୍ୟରେ ପୁରସ୍କାର ଈଶ୍ୱର ହେବାର ଲାଭ ନାହିଁ। ଏପରି କେହି ଈଶ୍ୱର ନାହିଁ ଯେ ମନୁଷ୍ୟକୁ ବିପଦରୁ ଉଦ୍ଧାର କରେ। ମାତ୍ର ଆଜି ଆଉ ସେ ଈଶ୍ୱର ବିଦେଶୀ ହୋଇପାରିଲେ ନାହିଁ। ଭୟଙ୍କର ଦୌଡ଼ରେ ଜୋତା ଯୋଡ଼ିକ କେଉଁଠାରେ ଯେ ଗୋଡ଼ରୁ ପଡ଼ିଗଲା ସେ ଜାଣିନଥିଲେ। ଏଣେ ଗୋଡ଼ରେ କଣ୍ଟା ସବୁ ଟପ୍ ଟାପ୍ ହୋଇ ଫୁଟିବାକୁ ଲାଗିଲା। ଯେତେବେଳେ ସେ ପଛରୁ ଦେଖିଲେ ଯେ ସାପଟା ତାଙ୍କର ନିକଟବର୍ତ୍ତୀ ହୋଇଯାଉଛି, ଆଉ ଉପାୟ ନାହିଁ। ପ୍ରାଣ ବିକଳରେ ବଙ୍କା ବାଟ ଧରି ପୁଣି ବୁହେ ଦୌଡ଼ିଗଲେ। ମାତ୍ର ଏଥର ତାଙ୍କର ଜୀବନ ନାଶର ଆଶଙ୍କା ଆସି ପହଞ୍ଚିଲା। ଅକସ୍ମାତ କାଦୁଅ ଭିତରେ କଚକାଚ ହୋଇ ପଡ଼ିଗଲେ। ପଡ଼ିଯିବା ସଙ୍ଗେ ସଙ୍ଗେ ତାଙ୍କ ତୁଣ୍ଡରୁ ବାହାରିଲା, ହରି ହେ, ପ୍ରଭୁ ହେ, ଦୀନବନ୍ଧୁ ହେ, ରକ୍ଷା କର। ଆଉ କିଛି ବାହାରିଲା ନାହିଁ। ସେ କାଦୁଅ ଉପରେ ପ୍ରାଣ ଭୟରେ ପଡ଼ି କେବଳ ସେଇ ହରି ହରି ବୋଲି ଶ୍ରୀକୃଷ୍ଣଙ୍କର କାଳିୟ ଦରଣ, ହରିଙ୍କର ଅନନ୍ତ ଶୟନ ସବୁ ଆସି ତାଙ୍କ ଆଖି ଆଗରେ ଦେଖାଗଲା। ସେ ଯଦିବା ହାତ ଯୋଡ଼ି ନ ପାରିଲେ ତଥାପି ଆଖିରୁ ଲୋତକ ଗଡ଼ାଇ ମନେ ମନେ ସେହି କାଳିୟ ଦର୍ପ ପ୍ରହାରୀ ଅନନ୍ତ ଆସନ ଖଗପତିଙ୍କୁ ସ୍ମରଣ କଲେ। ପ୍ରଭୁ, ତେତେୟା ଯୁଗରେ ତୁମେ ଯେବେ ନର ରୂପେ ରାମଚନ୍ଦ୍ର ଦେହ ଧରି ଜନ୍ମ ହୋଇଥିଲ, ତୁମ୍ଭକୁ ଇନ୍ଦ୍ରଜିତ ନାଗଫାସରେ ବାନ୍ଧି ଦେଇଥିଲା। ଗରୁଡ଼କୁ ସ୍ମରଣ କରି ତୁମେ ରକ୍ଷା ପାଇଥିଲ। ଆଜି ଏ ଗରିବକୁ କ'ଣ ରକ୍ଷା କରିବ ନାହିଁ? ଭକ୍ତର କାତର ଆହ୍ୱାନରେ ଭଗବାନଙ୍କର ଦୟା ଆସିଲା। କ୍ଷଣ ପରୀକ୍ଷାରେ ଭକ୍ତର ଅଟଳା ଭକ୍ତି ଅନୁଭବ କରି ପ୍ରଭୁ ରକ୍ଷା କଲେ। ସେ ଯେ ଗୋଟିଏ ତୋଟା ଭିତରେ ପଡ଼ିଥିଲେ ତାଙ୍କୁ ଏହା ଆଦୌ ଜଣାନଥିଲା। ସାପଟା ପଛରୁ ବୁଲି ବୁଲି ଆସିବାରୁ ବହୁତ ଡେରି କରିଥିଲା। ତେଣୁ ସେ ଯେତେବେଳେ ତୋଟାର ପଛଭାଗ ବେଣା ତୋଟାରେ ଆସି ପହଞ୍ଚିଲା, ସେତେବେଳେ ଆଉ ମନୁଷ୍ୟଟା ଦେଖାଗଲା ନାହିଁ। ମନୁଷ୍ୟଟି ଖାତ ଭିତରେ ପଡ଼ିଥିବାରୁ ତାକୁ ଦେଖିବାର କୌଣସି ଉପାୟ ନଥିଲା। ତେଣୁ ସେ ଦେଖିବାକୁ ନ ପାଇ ତୋଟାର ଏକ ପାଖରେ ଥିବା ଗୋଟିଏ ଗୋଟିକିଆ ଗଛ ମୂଳରେ 3 ହାତ ଫଣା ଟେକି ଚାରିଆଡ଼କୁ ବହୁତ ଚାହିଁଲା। ମାତ୍ର କୌଣସି ପ୍ରକାରର କିଛି ଦେଖିପାରିଲା ନାହିଁ। ଶ୍ୟାମ ବାବୁଙ୍କର ଦେହ ଏତେ ନିର୍ବଳ ହୋଇଥିଲା ଯେ ସେ ଆଦୌ ପାଣି କାଦୁଅ ଭିତରୁ ଉଠି ପାରିଲେ ନାହିଁ। ଏଣେ ତୁଣ୍ଡରେ ଆତତ୍ରାଣ ନାରାୟଣ ମେ ଭଗବାନ ନାରାୟଣ ମେ ଗତି ହିଁ ଗାଇ ଗାଇ ସାପକୁ ଚାହିଁଥାନ୍ତି। କାରଣ ସାପ ମୁଣ୍ଡରୁ ଯେ ଆଲୁଅଟି ବାହାରୁଥାଏ, ତହିଁରେ ସେ ସଦାବେଳେ ଶ୍ୟାମବାବୁଙ୍କ ପାଖରେ ଧରା ପଡ଼େ। ସେ ତୋଟା ଭିତରେ ସାପଟା ତୋଟା ବାହାରେ କେତେ ବା ଫରକ। ସାପ ଦେଖିଲେ ଯେ ତାଙ୍କର ପ୍ରାଣ ନିଶ୍ଚୟ ଆଜି ଯିବ, ଏଥିରେ ଯେ କୌଣସି ସନ୍ଦେହ ନ କରି ସେହି ବିଶ୍ୱପତି ଶ୍ରୀକୃଷ୍ଣଙ୍କର ପଦରା ବିନ୍ଦରେ ପ୍ରାଣଟିକୁ ସମର୍ପଣ କରି ଦେଇ ଗାଇଲେ, ଦତ୍ତାମନ ଯଦୁପତେ ତଦିଦମ ଗୃହାନମ୍। ଏଣେ ସାପର ଗତିବିଧିକୁ ଦୃଷ୍ଟିରେ ରଖି ନାରାୟଣଙ୍କୁ ଶରଣ କରୁଥାନ୍ତି। ଏପରି ନିତ୍ୟାନ୍ତ ନାସ୍ତିକର ଯେ ଆଜି ପରିବର୍ତ୍ତନ ହେବ, ଏହା କେହି ସ୍ୱପ୍ନରେ ଭାବିନଥିଲା। ମାତ୍ର ଯେଉଁ ପ୍ରଭୁଙ୍କ ଆଜ୍ଞାରେ ପଙ୍ଗୁ ଗିରିଲଙ୍ଘନ ଅସମ୍ଭବ ନୁହେଁ, ସେ ଗୋଟିଏ ଜ୍ଞାନ ବିବେକବାନ ସଦ୍ବୁଦ୍ଧି ସମ୍ପନ୍ନ ନାସ୍ତିକକୁ ଆସ୍ତିକ କରିବାରେ ଆଶ୍ଚର୍ଯ୍ୟ କ'ଣ? ସାପଟା କିଛି ବଡ଼ ନଥିଲା। ଫୁଟେ ପରିଧି ବିଶିଷ୍ଟ 7 ହାତ ଲମ୍ବର ସାପଟି ଯେ ତାଙ୍କୁ ଗୋଟାପଣି ଗିଳି ଦେଇଥାନ୍ତା, ଏଥିରେ କୌଣସି ବିଚିତ୍ର ନଥିଲା। ମାତ୍ର ପ୍ରଭୁ ତାଙ୍କୁ ରକ୍ଷା କଲେ। ସାପଟା ଏ ପାଖ ସେ ପାଖ ହୋଇ ଫଣା ବିସ୍ତାର କରି ଚାରିଆଡ଼େ ଚାହୁଁଛି। ହଠାତ୍ ଗୋଟାଏ ପବନର ବେଗ ଝଟ୍ କରି କୁଆଡ଼ୁ ଅଦ୍ଭୁତ ଭାବରେ ଚାଲି ଆଇଲା ଯେ ଆଗରୁ ତ ବର୍ଷା ପବନ କୁଆପଥର ସବୁ ଯଥା ରୀତିରେ ପଡ଼ୁଥିଲା। ତାପରେ ପୁଣି ଏ ପବନ ପଳୟ ବେଗରେ ଧମ୍ କରି ମାଡ଼ି ବସିଲା। ହଠାତ୍ ତୋଟା ଭିତରୁ କେତେ ଯେ ଗଛ ମଡ଼ମାଡ଼ ଭଡ଼ଭାଡ଼ ଭାଙ୍ଗିଗଲା, ତାର ସୀମା ରହିଲା ନାହିଁ। ଶ୍ୟାମ ବାବୁଙ୍କର କାନ ତାବଡ଼ା ହୋଇଗଲା। ସେ ଆଉ କିଛି ନିଜେ ଚେଷ୍ଟା କଲେ ନାହିଁ। ଗଛ ମୂଳରେ ଥିଲେ ସୁଦ୍ଧା ସବୁ ପ୍ରଭୁଙ୍କ ଉପରେ ପକାଇଦେଲେ। ଦେଖିଲେ ଯେ ସାପଟା ଯେଉଁ ଗଛ ମୂଳେ ଥିଲା, ହଠାତ୍ ଏତେ ବେଗରେ ଗଛଟା ଦାଁ କରି ପଡ଼ିଗଲା ଯେ ସାପଟା ସେଠାରେ ମାଟିରେ ମିଶିଗଲା। ଆଉ ତାଙ୍କର ଅବିଶ୍ୱାସ କରିବାର ଉପାୟ ନଥିଲା। କାରଣ ସେ ଦେଖିଲେ ଯେ ସାପର ଆଲୁଅ ମୁଣ୍ଡଟା ତଳେ ପଡ଼ି ଏ ପାଖ ସେ ପାଖ ହେଉଛି। ମାତ୍ର ତାହା ଆଉ ବାହାରିବାର ଉପାୟ ନାହିଁ। ହରି ହେ, ତମକୁ ଛାଡ଼ି ମୂଢ଼ ବିପଦକୁ ଡାକି ଆଣିଲା ସିନା, ଏମିତି କହି ନୂଆ ସାହସରେ ଶ୍ୟାମବାବୁ ଉଠି ପଡ଼ିଲେ। ବାହାରେ ଛିଡ଼ା ହେବା ସଙ୍ଗେ ସଙ୍ଗେ ବରଷା ଘାତରେ ତାଙ୍କ ଦେହ ଦଣ୍ଡକେ ସଫା ହୋଇଗଲା। ସେ ଗଛମୂଳକୁ ଯାଇ ଯାହା ଦେଖିଲେ ତାଙ୍କ ପ୍ରାଣ କାନ୍ଦି ଉଠିଲା। ଯେଉଁ ଗଛମୂଳ ଖାତ ପାଖରେ ସେ ଏତେବେଳେ ପଡ଼ି ହରି ହରି ହେଉଥିଲେ,
ତାର ଠିକ୍ ବିପରୀତ ପାଖରେ ଗଛର କୋରଡ଼ ଭିତରେ ଦେଖିଲେ କିଏ ଗୋଟେ ପିଲା ତୁନି ହୋଇ ଗଛକୁ ଆଉଜି ଠିଆ ହୋଇଛି। ବିଜୁଳି ଆଲୁଅରେ ଏତିକି ମାତ୍ର ଦେଖିସାରି କାଳେ କିଛି ନ କହିଲେ ପିଲାଟିର ଭୟ ହେବ, ଏଥିପାଇଁ ସେ ଧୀରେ ଧୀରେ କହିଲେ, କିଏ ରେ ପିଲା? କିଛି ଡର ନା, ମୁଁ ମଣିଷ, ବରଷାରେ ବାଟବଣା ହେଇଛି, ଆମେ ଦୁହେଁ ଏଠି ରହିଯିବା। ପିଲାଟି କିଛି କହିପାରିଲା ନାହିଁ। ବଡ଼ କଷ୍ଟରେ ଅତି କ୍ଷୀଣ କଣ୍ଠରେ ହୋ କହିବାର ଶୁଭିଲା ମାତ୍ର ଡେପୁଟି ବାବୁ କୋରଡ଼ ଭିତରେ ପଶି ପିଲାଟାକୁ ହାତରେ ଆଉଁସି ଆଉଁସି ଦେଖିଲେ ତା ମୁଣ୍ଡରେ ପୁରା ବାଳ ଅଛି, ତେଣୁ ତାକୁ ବାଳିକା ବୋଲି ଆଗ ଠିକ୍ କଲେ। ତାପରେ ତାର ଉଚ୍ଚତା ଅନୁଭବ କରି ଭାବିଲେ ତାକୁ 10 ବର୍ଷ ହେବ। ମୁଣ୍ଡରେ ବାଳ, ମୁଖ ସ୍ପର୍ଶରୁ ବୁଝିଲେ ଅତି ଗରିବ ପିଲା। ତାକୁ ପ୍ରଥମେ କିଛି ନ କହି ଗୋଡ଼ରେ ପୁରାଇ ଠିଆ ହେଲେ। ବାଳିକାଟି ତାଙ୍କୁ କିଛି ନ କହି ମନୁଷ୍ୟ ଆଶ୍ରା ପାଇ ଦେହକୁ ଆଉଜି ପଡ଼ିଲା। ସେ ଯେଉଁ ଚିରାଲୁଗା ଖଣ୍ଡିଏ ପିନ୍ଧିଥିଲା ତାହା କେତେବେଳୁ ଓଦା ହୋଇ ଯାଇଥିଲା। କାନିରେ ଚାଉଳ ଗଣ୍ଡେ ବନ୍ଧା ହୋଇଥିଲା ଯେ ତାହା ପାଣିରେ ଦର ବତୁରା। ଶ୍ୟାମବାବୁ ପିଲାଟାକୁ କୋଡ଼ରେ ରଖି ଆଉଁସି ଆଉଁସି ସବୁ ତଥ୍ୟ ଦଣ୍ଡକେ ବୁଝିଲେ। ଆଉ ତାକୁ ଧୀରେ ଧୀରେ କଅଁଳ କରି ପଚାରିଲେ, ମା ତୋ ନାଁ କ'ଣ ଲୋ? ସେତେବେଳକୁ ବାଳିକାର ଟିକିଏ ଜ୍ଞାନ ଆସିଥିଲା। ତାର ଭୟ ମଧ୍ୟ ଦୂର ହୋଇଥିଲା। ଆଶ୍ରା ପାଇଲେ ସମସ୍ତେ ନିର୍ଭୟ ହୁଅନ୍ତି, ସେ ବା କିଏ ନ ହେବ? ଲଳିତ କଣ୍ଠରେ କହିଲା, ମୋ ନାଁ ଜେମାମଣି। ଜେମାମଣି? ଆଚ୍ଛା, ବଡ଼ ସୁନ୍ଦର ନାଁଟି ତ। ଆଚ୍ଛା ଝିଅ, ତମ ଘର ଏଇଠି କୋଉଠି କି? ହଁ, ଆମ ଘର ଏଇ ତୋଟା ଆର ପାଖେ ବୁହେ ବାଟରେ। ଆମ ଗାଁ ନା ଶ୍ରୀଧରପୁର। ଶ୍ୟାମ ବାବୁଙ୍କର ମୋହ ଭାଙ୍ଗିଗଲା। ସେ ଭାବିଲେ, ସହର କେଉଁଠି, ମୁଁ ଆସିଲି କେଉଁଠିକି? ମୋର କି ଦୁର୍ଦ୍ଦଶା, ଏତେ ବାଟ ବୁଲି ଆସିଲି। ସେଠାରୁ କହିଲେ, ତମ ଘରେ କିଏ ଅଛି? ମୋର ଗୋଟିଏ ବୁଢ଼ୀମା ଛଡ଼ା ଆଉ କେହି ନାହିଁ। ଆଚ୍ଛା, ଏଠିକି କିପରି ଆଇଲୁ? ଏପରି ଅଜସ୍ର ପ୍ରଶ୍ନ ପଚାରି ବଡ଼ କଷ୍ଟରେ ସେ ଏହି କଥାତକ ଶୁଣିଲେ। ଆମ ଘରେ ଆଜି କିଛି ନଥିଲା ଖାଇବାକୁ। ବୁଢ଼ୀମା ସୂତା କାଟିଥିଲେ ଯେ ସେଥିରୁ 3ଟି ପଇସା ଆଉ ମୋ ଘଷି ବିକାରୁ 2ଟି ପଇସା, ଏମିତି 5ଟି ପଇସା ଘେନି ବେଳ ଥାଉ ଥାଉ ବଜାର କରି ଯାଇଥିଲି। ଆମ ଗାଁରେ ଚାଉଳ ଲୁଣ ହରିକା କିଛି ମିଳେ ନାହିଁ ଯେ, ସେଇଥିପାଇଁ ଆମେ ହୋଇ ଯେଉଁ ଗାଁ ବିକ୍ରମଗଡ଼ ସେଠିକି କିଣିଯାଉ। ମୁଁ ଚାଉଳ 2 ମାଣେ 4 ପଇସାକୁ ଆଉ ପଇସା କର ଲୁଣ କାନିରେ ବାନ୍ଧି ତ ଏହି ତୋଟା ଆରପାଖେ ଅଛି। ଏହି ସମୟରେ ଘୋ ଘା ବରଷା ମାଡ଼ି ଆସିଲା। ଆଗକୁ ମୁଁ କ'ଣ ଯାଇପାରିଲି ନାହିଁ, ଏଠି ରହିଲି। ମୋତେ ଯେଉଁ ଡର ମାଡ଼ିଲା, ମୋର ବୁଢ଼ୀମା ଉପବାସରେ ଚାହିଁଥିବ। ଆଜି ଦିନଯାକ ଆମର କିଛି ନଥିଲା। କାଲିର ବାସି ଭାତ ତୋରାଣୀ ମନ୍ଦେ ଥିଲା ଯେ ମୁଁ ଖାଇଥିଲି। ମା କିଛି ଖାଇ ନଥିଲା। ଏହାକୁ ନେଲେ ରୋଷେଇ କରିବୁ, ସେତିକି ହିଁ ଖାଇବୁ। ମା କେମିତି ଥିବଟି ଏତେ ବଡ଼ ଉପାସରେ? ଏଣେ ଘର ଖଣ୍ଡିକ ଓଦା ହୋଇ ଯାଇଥିବ, ମୁଁ ହେଲେ ଥାନ୍ତି। ଏହା କହି ବାଳିକା କାନ୍ଦି ପକାଇଲା। ଶ୍ୟାମବାବୁ ତାକୁ ଆଶ୍ୱାସନା ଦେଲେ ଏବଂ କହିଲେ, ପ୍ରଭୁ ତୋ ବୁଢ଼ୀମାର କିଛି ଅମଙ୍ଗଳ କରିବେ ନାହିଁ। ସହସା ଚତୁର୍ଦିଗ ନିର୍ମଳ ହୋଇଗଲା। ବାଟଘାଟ ଏଥର ଦିଶିଗଲା। ପୂର୍ଣ୍ଣିମା ପର ଷଷ୍ଠୀ ଜହ୍ନ ଆକାଶରେ ଦେଖାଗଲା। ଖରା ଦିନଟା, କିଏ ଜାଣିଥିଲା ଏପରି ଦୁର୍ଘଟଣା ଆସି ଘଟିବ ବୋଲି? ଶ୍ୟାମବାବୁ ସେପରି ବୁଝିଥିଲେ ଗ୍ରସ୍ତକୁ ଯାଇନଥାନ୍ତେ। ଯିବା ଦ୍ୱାରା ସେ କ'ଣ ଲାଭ କରିଛନ୍ତି ତାହା ବୁଝିପାରିଲେ ନାହିଁ। ସେ କ'ଣ ପରମାନନ୍ଦକୁ ଆଜି ପାଇଛନ୍ତି, ଆଉ କ'ଣ ବା ପାଆନ୍ତେ? ଏଥର ଚନ୍ଦ୍ରକିରଣରେ ଉଭୟେ ବାହାରକୁ ବାହାରିଲେ। ସୁଲୁ ସୁଲୁ ପବନ ବହୁଥିଲା। ଜେମାକୁ ପଚାରିଲେ, ଜେମା ତୁ ମୋତେ ତମ ଘରକୁ ନେବୁ? ମୋତେ ଟିକେ ଆଶ୍ରୟ ଦେବୁ ରହିବାକୁ? ଜେମା 10 ବର୍ଷର ବାଳିକା। ସେ ଚନ୍ଦ୍ର ପକ୍ଷରେ ଦେଖିଲା ଏତେ ଜଣେ ବଡ଼ ଲୋକ କୋଟ୍ ପ୍ୟାଣ୍ଟ ପିନ୍ଧିଛନ୍ତି, ତହୁଁ ମୁହଁ ତଳକୁ ପୋତି କହିଲା, ବାବୁ ଆମେ ତ ଗରିବ, ଏତେ ବଡ଼ କଥା କ'ଣ କହିପାରିବି? ତୁମେ ବଡ଼ ଲୋକ, ମୁଁ ପରା ଗୋବର ଗୋଟେଇ। ସେପରି ଭାଗ୍ୟ ଥିଲେ ସିନା ତମେ ଆମ ଘରକୁ ଯିବ। ଆମ ଘରକୁ ନ ଗଲେ ଗାଁରେ ପ୍ରଧାନ ଘର ଆଖଡ଼ା ଘରେ ତମକୁ ଥାନ ଦେବାକୁ କହିଦେବୁ। ମୁଁ ବଡ଼ ଲୋକ ବୋଲି ତମକୁ କିଏ କହିଲା ଜେମା? ତମର ବେଶ ତମ ମୁଣ୍ଡର ଟୋପି, ଏଇଥିରୁ କ'ଣ ତମେ ମୋତେ ବଡ଼ ଲୋକ ବୁଝିଲ? ହଁ ବାବୁ, ମୋ ଭାଇ ପରା ଏମିତି ବଡ଼ ଲୋକ ହୋଇଥିଲା। ମୋତେ ସେତେବେଳକୁ 5 ବର୍ଷ। ମୋର ବାପା ସେହି ବର୍ଷ ମରିଗଲେ। ସେ ସ୍କୁଲ ମାଷ୍ଟର ଥିଲେ। ତାଙ୍କ ପୁଅ ଥାନାରେ ଦାରୋଗା ହୋଇଥିଲା। ଦାରୋଗା ହେବାର 6 ମାସ ହୋଇନାହିଁ, ତାର ହେଲା କ'ଣ ଗୋଟିଏ ରୋଗ, ସେଥିରେ ସେ ମରିଗଲା।
ତା ଚିନ୍ତାରେ ମୋର ମା ମଧ୍ୟ ମରିଗଲା। ଆଉ ବାକିରେ ରହିଲା ବୁଢ଼ୀ ମା ଆଉ ମୁଁ ଅଲେଖିଣୀ। ଆମେ ଭାଇ ମରିବାର 3 ବର୍ଷ ଯାଏଁ ବେଶ ସୁଖରେ ଖାଇ ପିଇଥିଲୁ। ଦିନେ ଚୋର ଆମ ଘରେ ପଶି ଆମର ସମସ୍ତ ଜିନିଷପତ୍ର ଉଠାଇ ଘେନିଗଲେ। ସେହିଦିନ ଠାରୁ ଆମର ଏହି ଦୁର୍ଦ୍ଦଶା। ମା ସୂତା କାଟେ ଯେ ସେଥିରୁ 2 ପଇସା ପାଉ। ଆଉ ମୁଁ ଦାଣ୍ଡରୁ ଗୋବର ଗୋଟେଇ ଆଣି ଘଷିପାରେ। ତାକୁ ବିକିବାରୁ ସେଥିରୁ 2 ପଇସା ମିଳେ। ଯାହା ବିଲରୁ ଆମର ଧାନ ମିଳେ ସେଥିରୁ 4 ମାସ ସୁରୁଖୁରୁରେ କଟିଯାଏ। ବାକି 4 ମାସ କଷ୍ଟ। ମା ମୋତେ ଖୁଆଇ ନିଜେ ନ ଖାଇ ଉପାସ ଭୋକରେ ରୁହନ୍ତି। କାହାକୁ କିଛି କହନ୍ତି ନାହିଁ। ସେ କିଛି ଛୋଟ ଘରର ଝିଅ ବୋହୂ ନଥିଲେ। ତାଙ୍କ ବାପା ଘର ତାଙ୍କ ନିଜ ଘରର ଅଚଳାଚଳ ସମ୍ପତ୍ତି ଥିଲା। ତାହା ଏବେ ଚୋର ତସ୍କର ଘରେ। ଘରୁ ବାହାରିଲେ ଦାଣ୍ଡରେ ଲୋକ କ'ଣ ବୋଲିବେ ବୋଲି ସେ ପଦାକୁ ମୁହଁ ଦେଖାନ୍ତି ନାହିଁ। ତାଙ୍କୁ ଏବେ 80 ବର୍ଷ ଉପରେ ହେଲାଣି। ଆହା, ମା ବୁଢ଼ୀ ମୋ ପାଇଁ କେତେ କଷ୍ଟ ସହୁଛନ୍ତି। ବାଳିକାର କଥାବାର୍ତ୍ତାରୁ ବୁଝିଲେ ଏ ବାଳିକା ଭଦ୍ର ବଂଶୀୟ ପୁଣି ଶିକ୍ଷିତା। ବହିପତ୍ର ସମ୍ଭବତଃ ପଢ଼ିଛି। ବୁଦ୍ଧାର ଏଇଟି ପ୍ରାଣ ସମ୍ବଳ ହୋଇଥିବ। ଘୋର ଦୁଃଖ କଷ୍ଟ ମଧ୍ୟରେ ଏ ଏପରି ସମସ୍ତ ବିଷୟ ଅନୁଭବ କରିଛି ଯାହା ବ୍ୟକ୍ତ କରିବାକୁ ତାକୁ ଆଦୌ ଅସୁବିଧା ହେଉନାହିଁ କିମ୍ବା ଅଟକୁ ନାହିଁ ମଧ୍ୟ। ତାକୁ ଏଥର କହିଲେ, ଆଚ୍ଛା ଜେମା, ଚାଲ ତମ ଘରକୁ ଯିବା। ମୁଁ ବଡ଼ ଲୋକ ନୁହେଁ, ମୋର ପ୍ରଧାନ ଘର ଲୋଡ଼ା ନାହିଁ। ମା ବୁଢ଼ୀ ତେଣେ ବିକଳ ହେଉଥିବ। ଆହା ଯିବା। ଏତିକି ମାତ୍ର କହି ଦୂରରେ ସାପ ପଡ଼ିଥିବା ଥାନକୁ ଚାହିଁ ଦେଖିଲେ ସାପ ବେକ ମୋଡ଼ି ରହିଲାଣି। ଆଉ ସେ କଥା କିଛି କହିଲେ ନାହିଁ। କାରଣ କାଳେ ପିଲା ଭୟ କରିବ। ଆଗରେ ବାଳିକା, ପଛରେ ଡେପୁଟି ଗୋଟିଏ ଗୋଟିଏ ଶ୍ରୀଧର ପୁଳକୁ ସଳଖିଲେ। ବାଟରେ ପଚାରିଲେ, ଜେମା, ତମର ଜାତି କ'ଣ? ଜେମା କହିଲା, ବାବୁ, ଆମର ଜାତି କ୍ଷତ୍ରିୟ। ମୋର ବାପା ପରା ମଲା ଯାଏ ଖଣ୍ଡା ତଲୁଆର ଧରୁଥିଲେ। ହଉ ଚାଲ। ବୁଢ଼ୀର ବର୍ଷା ହେଲା ବେଳୁ ଆଖିରୁ ଲୁହଧାର ବନ୍ଦ ହୁଏ କି ନାହିଁ ଆଉ କେଉଁଥିପାଇଁ ନୁହେଁ, କେବଳ ସେହି କୁମାରୀ ମଣିଟି ପାଇଁ। ସେ କେବଳ ମନେ ମନେ ଭାବୁଥାନ୍ତି, ହାୟରେ ମୋର ଏହି ପୋଡ଼ା ପେଟ ଚାଖଣ୍ଡକ ପାଇଁ ସିନା ଆଜି ନୟନର ମଣିକୁ ବିପଦ ନଈରେ ଭସାଇ ଦେଇଛି। କେଉଁଠି ଥିବଟି? ଆହା କରିବାକୁ ତ କେହି ପାଖରେ ନଥିବ। ଦୁଧରେ ଗାଧୋଇ କ୍ଷୀରରେ ଆଞ୍ଚଉଥିଲା ଯେ ତାରି କପାଳରେ ଏ ଦୁଃଖ ବିଧାତା ଲେଖିଥିଲା। କର୍ମ ମନ୍ଦ ହେଲା ହେଳେ ସବୁ ଅମଙ୍ଗଳ ଯାକ ଅଜାଡ଼ି ହୋଇପଡ଼େ। କାଲି ତାର ବାପା ଯେତେବେଳେ ଥିଲା ସେଇ ଗାଁ ସାହି ପଡ଼ିଶାଙ୍କୁ ଖୁଆଇ ପିଆଇ ସର୍ବସ୍ୱ ସାରିଥିଲା। ଆଜି ତାର ଗେଲବସର 10 ବର୍ଷର ଝିଅ 5ଟି ପଇସାକୁ ସର୍ବସ୍ୱ କରି ହାଟକୁ ଯାଇ ବିପଦ ସମୁଦ୍ରରେ ପଡ଼ିଛି। ହାୟରେ ଭଗବାନ, କେତେଦିନ ଏ ହୀନମାନ ଜୀବନକୁ ଏ ପାପ ଭିତରେ ସାଇତି ରଖିଥିବ। ପାଞ୍ଜି କରଣ ଚିତ୍ରଗୁପ୍ତ କ'ଣ ଜାଣୁନାହାନ୍ତି ମୋର ପିଲା କେଉଁଠି ସଢ଼ୁଛି? ପ୍ରଭୁ, ସର୍ବ ଶୁଭରେ ଫେରାଇ ଆଣ ମୋ ଧନକୁ। ପାଣି ମନ୍ଦିଏ ପିଆଇ ତାକୁ ବଞ୍ଚାଇବି। ଗୋଟିଏ ଚୁମା ଦେଲେ, ଟିକିଏ କୋଡ଼ରେ ଧରିଲେ ମୋର ପ୍ରାଣ ଶୀତଳ ହେବ। ବୁଢ଼ୀ ଦାଣ୍ଡକୁ ବାହାରି ବାହାରକୁ ଦାଣ୍ଡ ଏପରି ଛଟପଟ ହେଉଥାନ୍ତି। ମେଘ ଛାଡ଼ିଗଲା ପରେ ଚାହିଁ ଚାହିଁ ତାଙ୍କ ଆଖିରୁ ପାଣି ମରିଗଲାଣି। ତଥାପି ମଣି କାହିଁ ଆସୁନି ତାଙ୍କର ମନ ହେଲା। ବାଡ଼ି ଖଣ୍ଡ ଧରି ବାଟକୁ ଖୋଜି ଯାଆନ୍ତେ, ମାତ୍ର ଆଖିକୁ ତ ଭଲ ଦିଶୁନାହିଁ। ହାୟରେ ଭଗବାନ, ତୁମର କୃପା ସିଂହାସନ ଆଉ କେତେ ଦୁଃଖ କଷ୍ଟ ହେଲେ ଟଳେ। ବୁଢ଼ୀ ପୂର୍ବ ଜନ୍ମରେ କି ଦୋଷ କରିଥିଲା ଆଜି ତୁମେ 80 ବର୍ଷ ବୟସରେ ଏପରି ନିର୍ଜଳ ଏକାଦଶୀ କରି ଆଶ୍ରା ବିଶ୍ରା ଶୂନ୍ୟ ଭାବରେ ଚଳୁଛ? ନା ନା, କବି ତ ଲଳିତ ତାନରେ ଗାଇ ଚିନ୍ତନ ଥାନ୍ତାରେ ଯେବେ ଘନ ଅନ୍ଧକାରରେ କେ ବୁଝନ୍ତା ଦିନମଣି ସନମାନ ନଥାନ୍ତାରେ ଯେବେ ନିଦାଘର ଘରଥରା କି ରସନ୍ତା ବାରିଝରା ତାନ। ଅକ୍ଷରେ ଅକ୍ଷରେ ଠିକ୍, ପଦେ ପଦେ ଠିକ୍। କବି ଅନୁଭବର ସାକ୍ଷୀ ଦେଇଛନ୍ତି। ବୁଧା ମଙ୍ଗଳମୟକୁ ଚିନ୍ତା କର। ମା ବୁଢ଼ୀ ଲୋ, ମା ଲୋ, ମୋ ଧନ ଆଇଲାଣି ଲୋ କହି ବୁଦ୍ଧା ତ୍ୱରିତ ପଦକ୍ଷେପରେ ଦାଣ୍ଡକୁ ଯାଇ କବାଟଟି ଫିଟାଇ ଦେଲେ ଏବଂ ମଣି ଘରକୁ ପଶିଯିବା ସଙ୍ଗେ ସଙ୍ଗେ ତାକୁ କୋଳକୁ ଟାଣି ନେଲେ। ମାତ୍ର ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଗଲା ଶ୍ୟାମ ବାବୁଙ୍କ ଉପରେ। ସେ ଚମକି ପଡ଼ି କହିଲେ, ସେ କିଏ ଲୋ ମଣି? ମା, ସେ ଆମର ଅତିଥି। ସେ ବଡ଼ ଲୋକ। ମା, ତୋଟା ଭିତରେ ଭୟରେ ଜଡ଼ସଡ଼ ହୋଇ ଯେବେ ଛାନିଆ ହୋଇଯାଉଥିଲି, ଆଉ ଆଜି ଆମ ଘରେ ରହିବେ। ବାବୁ ଆସି ଏଣିକି। ପ୍ରଥମେ ପ୍ରଥମେ ବୁଢ଼ୀ ଶ୍ୟାମବାବୁଙ୍କ ନିକଟରେ ବଡ଼ ସଙ୍କୁଚିତ ହେଲେ। ମାତ୍ର ଶ୍ୟାମବାବୁ ଯେତେବେଳେ କହି ଉଠିଲେ, ମା, ମୁଁ ତୁମର ପରିଚୟ, ତୁମର ଅବସ୍ଥା, ସମସ୍ତ କଥା ଏହି ତୁମର ସ୍ନେହମୟୀ ମଣିଠୁ ଶୁଣିଛି। ତୁମେ ଦେବତା, ତୁମକୁ ନମସ୍କାର। ଏହି ବାଳିକା ଯୋଗେ ମୁଁ ଆଜି ବାଟ ପାଇଛି, ନଚେତ
କି ଅବସ୍ଥା ଯେ ରାତିରେ ଭୋଗିଥାନ୍ତି ତା କ'ଣ କହିବି। ବୁଧା କ୍ଷୀଣ ବାଷ୍ପାଳିତ କଣ୍ଠରେ ତାଙ୍କର ପରିଚୟଟି ଜାଣିବାକୁ ଇଚ୍ଛା କରିବାର ଆଭାସ ଦେବା ଆଗରୁ ଶ୍ୟାମବାବୁ ନିଜର ସୂକ୍ଷ୍ମ ବୁଦ୍ଧିରେ କଥାଟା ଜାଣିପାରି କହିଲେ, ମୋର ପରିଚୟ ଜାଣିବାକୁ ଆପଣ ଇଚ୍ଛା କରୁଛନ୍ତି? ଆପଣ ଜାଣିଥିବେ ଏହି ଇଲାକାରେ ଶ୍ୟାମବାବୁ ଡେପୁଟି ବୋଲି ସରକାରୀ କର୍ମଚାରୀ ବେଳେବେଳେ ଗସ୍ତରେ ଆସନ୍ତି, ମାଲି ମକଦ୍ଦମା ବୁଝନ୍ତି। ମୁଁ ବୁଢ଼ୀ ଝଟକରି ପିଲାଟାକୁ ଧରି ଗୋଳ ତଳେ ପଡ଼ିଗଲେ। ଆହା, କି ପୁଣ୍ୟ କରିଥିଲି। ମୋ ଦୁଆରକୁ ମୋ ରଜା ଆସିଛନ୍ତି, ମୋ ହାକିମ ଆସିଛନ୍ତି କହି ବୁଢ଼ୀ କାନ୍ଦି ପକାଇଲେ। ଶ୍ୟାମବାବୁ ଧଡ଼ପଡ଼ ହୋଇ ବୁଢ଼ୀକୁ ତଳୁ ଉଠାଇ ପକାଇ କହିଲେ, ଏ କ'ଣ ମା, ତୁମେ ମୋର ମାନନୀୟା, ତୁମେ ବୃଦ୍ଧା ଲୋକ, ଏ କ'ଣ? ଉଠ ଉଠ କହି ଉଠାଇ ପକାଇଲେ। ବୁଢ଼ୀ ଉଠିପଡ଼ି କହିଲେ, ମା ମଣି, ମୁଁ ଏହି ଦେବତାଙ୍କ କଥା ତତେ କହୁଥିଲି। ଏଇ ତୋ ଭାଇକୁ ପୋଲିସ ଚାକିରି ଦେଇଥିଲେ, ଦୈବତ ସହିଲା ନାହିଁ। ଯାହା ଆମର କି ଭାଗ୍ୟ ଆଜି ମଣି। ଯା ଯା ଗଲୁ ଆଲୁଅଟା ଆଣିଲୁ। ଆହା, ବଡ଼ ଲୋକ ବରସାରେ କି କଷ୍ଟ ପାଇଛନ୍ତି। ଗରିବ ଦୁଆରେ ଆଜି ରାଜା ରାଜେଶ୍ୱର ଅତିଥି ଆଉ ବୁଢ଼ୀ କହିପାରିଲେ ନାହିଁ। ଶ୍ୟାମବାବୁ ଆଶ୍ୱାସନା ଦେଇ କହିଲେ, ମା କିଛି ଚିନ୍ତା କର ନାହିଁ। ମୁଁ ତୁମର ବ୍ୟବହାରରେ କଥାରେ ପରମ ତୃପ୍ତ। ତୁମର ଅବସ୍ଥା କଥା ଯଦି ମୁଁ ପୂର୍ବରୁ ଜାଣିଥାନ୍ତି, ହାଏ ତମର ଏପରି ଦୁରବସ୍ଥା ଭୋଗିନଥାନ୍ତ। ତେବେ ମୋ ପାଇଁ କିଛି ମାତ୍ର ଚିନ୍ତା କର ନାହିଁ। ମୁଁ ତୁମର ପୁଅ ଜାଣ। ଏଇ ଗାଁରେ ଅନ୍ୟ କାହା ଦୁଆରକୁ ଗଲେ ମୋତେ ବିପୁଳ ସମର୍ଥନ ମିଳିବ, ମାତ୍ର ମୁଁ ଆଦୌ ତାହା ଚାହେଁ ନାହିଁ। ମୋର ଦୁଃଖୀର ଖୁଦକୁଣ୍ଡା ଅମୃତ। ମଣିଷ ହିସାବରେ ତୁମେ ବଡ଼ ମା, ମୁଁ ତ ପରର ଚାକର। ଛାଡ଼ ସେ କଥା। ବୁଢ଼ୀ ଝଟକରି ଘର ଭିତରେ ପଶି ଖଣ୍ଡିଆ ପେଢ଼ି ଖଣ୍ଡି ବାହାର କରି ତା ଭିତରୁ ଦୋଷିଆ ଧୋତି ଖଣ୍ଡିଏ ଧରି ଆସି ପହଞ୍ଚିଲେ ଏବଂ କହିଲେ, ହଜୁର, ଗରିବର ଏ ଲୁଗା ଖଣ୍ଡିକ ବଦଳାଇ ପକାନ୍ତୁ। ଏ କଥାଟି ଶ୍ୟାମବାବୁଙ୍କୁ ଭଲ ଲାଗିଲା ନାହିଁ। ସେ ନିଜକୁ ମାଜିଷ୍ଟ୍ରେଟ ପରିଚୟ ଦେଇ ଭୁଲ କରିଛନ୍ତି, କାରଣ ବୁଢ଼ୀ ଲୁଗା ନ ଆଣିବା ପୂର୍ବରୁ ସେ ଧୀର ସ୍ୱରରେ କହୁଥିବା କଥା ଶୁଣିବାକୁ ଭଲ ପାଉଥିଲେ ଯେ ସେ ମଣିକୁ ଶିଖାଉଛନ୍ତି, ମଣି, ସେ ଆମର ହାକିମ, ସେ ଆମର ରାଜା, ତାଙ୍କୁ ତୁ ତା କରିବୁ ନାହିଁଟି? ସେ ଆଦର କଲେ ସୁଦ୍ଧା ଦେହରେ ଲାଗିବୁ ନାହିଁ। ସେ ପରା ବଡ଼ ଲୋକ। ଆମର ସେପରି ଭାଗ୍ୟ ବୋଲି ସେ ଆମ ପରି ଗରିବ ଦୁଆରକୁ ଆସିଛନ୍ତି। ତାଙ୍କୁ ଆଜ୍ଞା ହଜୁର ଏମିତି କହିବୁ। ଶ୍ୟାମବାବୁ ବର୍ତ୍ତମାନ କଥା ଶୁଣି ଭାବିଲେ, ହାୟରେ ଜଗତରେ ଧନୀ ଦଳ, ଶାସକ ଦଳ ସରଳ ନିର୍ବୋଧ ସୁଜନ ପ୍ରଜାକୁ ନିଜଠାରୁ ଛୋଟ କରିବା ପାଇଁ କି ଅନ୍ୟାୟ କରିନାହାନ୍ତି। ସୃଷ୍ଟିର ରହସ୍ୟରେ ଆଜି ଏତେ ବିଡ଼ମ୍ବନା। ମନୁଷ୍ୟର ଆରାଧ କାହିଁରେ ଧନରେ ବଳରେ କ୍ରୂର କପଟାରେ। ହାୟରେ ସଂସାର। ଏହି ଅସୂର୍ଯ୍ୟ ପଂସା 80 ବର୍ଷର ବୃଦ୍ଧାର ମୋ ପ୍ରତି କି ଭୟ। କାଳେ ପିଲା ତାଙ୍କର କିଛି ଛାମୁଙ୍କ ପାଖରେ ଅନ୍ୟାୟ ଦେଖାଇ ଦିଏ, ଏଥିପାଇଁ ସେ ଏତେ ସାବଧାନ କରି କାନେ କାନେ କହୁଛନ୍ତି। ଆଉ ସେ ସମ୍ଭାଳି ପାରିଲେ ନାହିଁ। କାତର କଣ୍ଠରେ କହିଲେ, ମା, ମା, ତୁମେ ମୋର ମା। ଯଦି ମୋତେ ପୁଅ ନ କହି କିମ୍ବା ଶ୍ୟାମ ନ କହି, ତେବେ ମୁଁ ତମ ଦୁଆରେ ହଜୁର ହୋଇ ସାହେବ ହୋଇ ଅତିଥି ହେବି ନାହିଁ। ସେ ସବୁ କି କଥା ମା? ମୁଁ ଶାସନ କାର୍ଯ୍ୟ କରେ ବୋଲି କ'ଣ ଦେବତା? ଏ କୁପ୍ରବୃତ୍ତି କେତୋଟି ହୀନ କଦର୍ଯ୍ୟ ବ୍ୟକ୍ତି ଶାସନ ଦଣ୍ଡ ପାଇଁ କରିଛନ୍ତି। ମନୁଷ୍ୟକୁ ଦେବତା କରିବା ଏ ଦେଶରେ ଗୋଟାଏ କଳଙ୍କ। ଏଥର ବୁଢ଼ୀଙ୍କର ଆଖିରୁ ଲୁହ ବୋହି ପଡ଼ିଲା। ସେ ଆଉ କିଛି କହିପାରିଲେ ନାହିଁ। ଏହି କଥା ପଦକରେ ତାଙ୍କର ଭୋକ ଶୋଷ କୁଆଡ଼େ ଉଭେଇ ଗଲା। ହିନ୍ଦୁ ଘରେ ଅତିଥି ଅଇଲେ, ଯୋଗୀ ମାଗିଲେ, ମୁଣ୍ଡପୋତା ମାଗିଲେ, ଚକୁଳିଆ ପଣ୍ଡା ପିତ୍ତଳ ଧରି ବୁଲିଲେ, ମନ କିପରି ଦୟା ଦାକ୍ଷିଣ୍ୟରେ ଦୌଡ଼େ ତାହା ପ୍ରାୟ ସମସ୍ତେ ଜାଣନ୍ତି। ଭାରତର ଗୌରବ ଏଇଥିପାଇଁ, ମାତ୍ର ପାଶ୍ଚାତ୍ୟ ଜାତିର ହୀନତା ଏଇଥିରେ। ସ୍ୱୟଂ ପାଶ୍ଚାତ୍ୟ ଜାତିର ଈଶ୍ୱର ପୁତ୍ର ଯୀଶୁ ଯଦି ବର୍ତ୍ତମାନ ନ୍ୟୁୟର୍କ ସହରରେ ରାତିରେ ମୁଣ୍ଡରେ ଦେଇ ତଳେ ଶୋଇବା ପାଇଁ ଖଣ୍ଡିଏ ଅକାମୀ ପଥର ମାଗନ୍ତି, ତେବେ ମିଳିବ ନାହିଁ ବୋଲି ପାଶ୍ଚାତ୍ୟ ପରିବ୍ରାଜକ ମନୀଷୀ ବିବେକାନନ୍ଦ କହି ଯାଇଅଛନ୍ତି। ପୁଣି ଆଜି ତ ବୁଢ଼ୀଙ୍କ ଘରେ ଅତିଥି ପରି ଅତିଥି। ଡେପୁଟି ବାବୁ ଦେହରୁ ଓଦା ପ୍ୟାଣ୍ଟ କୋଟ୍ ପ୍ରଭୃତି ବାହାର କରିଦେଇ ଦୋଷିଆ ଲୁଗା ଖଣ୍ଡିଏ ପରମ ଆଦରରେ ପିନ୍ଧି ପକାଇଲେ। ଆଉ ମଣିକୁ ପାଖକୁ ଆସିବାକୁ କହିଲେ। ବୁଢ଼ୀ ମଣି ପୁଣି ହଜୁର ଆଜ୍ଞା ଅବଧାନ କଲେ। ତାଙ୍କ ମନରେ କଷ୍ଟ ଭାବି ତାଙ୍କୁ ତୁ ଯେପରି ମା ତାଙ୍କ ସଙ୍ଗେ କଥା ହେଉଥିଲୁ ହେବୁ କହି ଗୋଟିଏ ଡିବିର ହାତରେ ପଠାଇ ଦେଲେ। ଦୈବ୍ୟ ଯୋଗକୁ ସେଦିନ କିରୋସିନି ଆଚ୍ଛା କରିଥିଲା। ବୁଢ଼ୀ ଖାଇବାକୁ ନ ମିଳିଲେ ହିଁ ଚଳାଚଳ ବାହାର ଚିଜ ଗୁଡ଼ିକ ସାଇତି ରଖିଥାନ୍ତି।
ଖଣ୍ଡିଆ ସନ୍ତରା ମସିଣା ଖଣ୍ଡିଏ ପକାଇ ତା ଉପରେ ଗୋଟାଏ କାଇଁଚରେ ବୁଣା ଛୋଟ ମସିଣା ମଣି ପକାଇ ଦେଲା। ଆଜି ତାଙ୍କ ଘରର ସବୁ ବହୁମୂଲ୍ୟ ଜିନିଷ ସେ ବାହାର କରିଛି। ଗରିବ ଘରେ ଖଡ଼ିକା ଡାଙ୍ଗଟି ମଧ୍ୟ ସୁନା ଖଡ଼ିକା। ଆହା, 1100 ଟଙ୍କାର ICS ଅଫିସର ଶ୍ୟାମବାବୁ ତାକୁ ପୁଣି କି ଆନନ୍ଦରେ ଗ୍ରହଣ କରୁଛନ୍ତି। ପଚାରିଲେ ମଣି, ଏଇଟି କ'ଣ ତୁମେ ହାତରେ ତିଆରି କରିଛ? ଆଜ୍ଞା ହଁ, ମୁଁ ସବୁ ବିଲରୁ କାଇଁଚ ଛିଣ୍ଡାଇ ଆଣି ହାତରେ ବୁଣିଥିଲି। ଆମର ତ ଆଉ କିଛି ନାହିଁ, ଆମେ ପରା ଗରିବ। ତମ ପରି ବଡ଼ ଲୋକକୁ କ'ଣ ଏଇ ଖଣ୍ଡିଆ ମସିଣାରେ ବସାଇବୁ? ମା ବଡ଼ ଦୁଃଖ କରୁଛନ୍ତି। ଆହା, କେତେ ବଡ଼ ଲୋକ ମୋ ଦୁଆରକୁ ଆସି କି ଦୁଃଖ ପାଇଲେଟି। ଏଥର ଶ୍ୟାମବାବୁଙ୍କ ହୃଦୟ ପାଣି ହୋଇଗଲା। ସେ ତ ସହଜେ ବଡ଼ ଦୟାଳୁ ମଣିଷ। କେବଳ ସେ ଈଶ୍ୱର ବିଶ୍ୱାସ ମନୁଷ୍ୟ ଥିଲେ। ମାତ୍ର ଦୟା, ଧର୍ମ, ସରଳତା, ନ୍ୟାୟରେ ସେତେବେଳେ ସେ ରାଜ୍ୟରେ ତାଙ୍କ ସମାନ ଜଣେ ମାଜିଷ୍ଟ୍ରେଟ ନଥିଲା। ବିଲାତରୁ ଫେରି ସୁଦ୍ଧା ସେ ତାଙ୍କର ବ୍ରାହ୍ମଣ କର୍ତ୍ତବ୍ୟ କେବେ ଭୁଲି ନଥିଲେ। ମାତ୍ର ଏ ଜାତି ଭେଦ, ଅସ୍ପୃଶ୍ୟତା ଏଗୁଡ଼ାକୁ ସେ ଆଦୌ ଗ୍ରହଣ କରୁନଥିଲେ। ଆଜି ସେ ଶ୍ରୀକୃଷ୍ଣ ହୋଇ ବିଦୁର ଘରେ ଶାଗ ଭାତ ଖାଇବେ। ICS ଅଫିସର ଥରେ ଦେଖିଯାଉ। ଦିନହୀନ ମଳିମସି ଗୃହ ମଧ୍ୟରେ 1100 ଟଙ୍କାର ଫାଷ୍ଟ ଗ୍ରେଡର ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ମାନନୀୟ ଶ୍ୟାମସୁନ୍ଦର ମିଶ୍ର କିପରି ଦୋଷିଆ ଲୁଗା ଖଣ୍ଡିଏ ପିନ୍ଧି ଓଦା ଘରେ ଛିଣ୍ଡା ମସିଣା ଉପରେ ବସି ଗରିବର ପିଲାକୁ କୋଳରେ ଧରିଅଛନ୍ତି। ଧନୀ ଥରେ ସପ୍ତତଳ ଭବନର ସୁଗମ୍ୟ ଗାଲିଚା ଛାଡ଼ି ଏ କୁଟୀରକୁ ଉଙ୍କି ମାରି ଦେଖିବ କି ଦୃଶ୍ୟ ଦେଖାଯାଉଛି। ରାଜା ଲୁବ୍ଧ ଫେନିନିର ଶଯ୍ୟାରେ ଶୟନ ସୁଖରୁ ନିଜର ଅହମିକା ରାଜ୍ୟରୁ ଥରେ ଦୁଷ୍ମନ୍ତ ହୋଇଅବା ଉତ୍ତାନପାଦ ହୋଇ ଏ ଗରିବ କୁଟୀରରେ ଅତିଥି ହୁଅ। ଏ ନିର୍ମଳ ସୁଖ ଆନନ୍ଦ ଅନୁଭୂତି ସ୍ୱର୍ଣ୍ଣ ପାରିଜାତ କୁଞ୍ଜରେ କିମ୍ବା ସ୍ୱର୍ଗର ନନ୍ଦନବନ ସମ ମନ୍ଦିରରେ କେବେ ପାଇନଥିବ। ସେହି ଜୀର୍ଣ୍ଣ କୁଟୀରର ମହତ୍ଵ ପାଇ ଅଛନ୍ତି ଶ୍ୟାମବାବୁ। କୋଳକୁ ନେଇ ଜେମାକୁ ଦେଖିଲେ ସେ ଅପୂର୍ବ ସୁନ୍ଦରୀ। ମାତ୍ର ଅଭାବ, ଖାଦ୍ୟ ତାର ଶ୍ରୀ ନଷ୍ଟ କରିଦେଇଅଛି। ଶ୍ୟାମବାବୁ ଯୁବକ ନୁହନ୍ତି। ସେ ବର୍ତ୍ତମାନ 36 ବର୍ଷର ବ୍ୟକ୍ତି। ତାଙ୍କଠାରେ ପିତୃତ୍ୱ ପୂର୍ଣ୍ଣ ରୂପରେ ଅଛି। ତାଙ୍କର କନ୍ୟା ମନ୍ଦାକିନୀ ଏହାରି ବୟସରେ ତାଙ୍କୁ ଶୋକ ସାଗରରେ ଭସାଇ ଦେଇ ଯାଇଅଛି। ତାର ମା ମଧ୍ୟ ଆଜକୁ 2 ବର୍ଷ ହେଲା ସଂସାର ଛାଡ଼ି ଚାଲି ଯାଇଛି। ତାଙ୍କର ଏକମାତ୍ର ପୁଅ ସରୋଜ ତାଙ୍କ ନୟନର ନନ୍ଦନ, ହୃଦୟର ହାର, ପ୍ରାଣର ପ୍ରାଣ, ଦିଗ ଦଗର ଧ୍ରୁବ। ତାରା ବର୍ତ୍ତମାନ ସେ କଲେଜରେ ପଢ଼ୁଅଛି। ତେବେ ତାଙ୍କର ଏହି ବାଳିକାଟିକୁ ଦେଖି ମନ୍ଦାକିନୀର ସ୍ମୃତି ମନେ ପଡ଼ିଲା। ହାୟରେ, ସମସ୍ତେ ଏହିପରି ଦିନେ ଚାଲିଯିବେ। ଏ ମାୟା, ହୀନତା, ବର୍ବରତା କାହିଁକି? ଆଜି ମୁଁ ସର୍ପ ଦ୍ୱାରା କ'ଣ ହୋଇଥାନ୍ତି? ଦୀର୍ଘ ନିଶ୍ୱାସ ପକାଇ କେତେ କ'ଣ ଭାବି ବାଳିକାଟିକୁ ଆଲୋକରେ ଦେଖିଲେ ସେ ଏପରି ଆଖି ଦୁଇଟି କୌଣସିଠାରେ କେବେ ଦେଖି ନାହାନ୍ତି। କେବଳ ସୌନ୍ଦର୍ଯ୍ୟ ରକ୍ଷା କରି ଆଖି ଦୁଇଟି ମାତ୍ର ଅଛି। ଆଉ ଅଙ୍ଗ ପ୍ରତ୍ୟଙ୍ଗ ଚଢ଼େଇ ପରି ହୋଇଯାଇଛି। ବାଳରେ ତେଲ ଟିକିଏ ନ ଲାଗିବାରୁ ତାହା ନିତାନ୍ତ ଅସଂଯତ ହୋଇ ପଡ଼ିଛି। ଗାଲ ଦୁଇଟି ଦାନ୍ତ ସନ୍ଧିରେ ହନୁ ଆଡ଼କୁ ଲାଗିଯାଇଛି। ମାତ୍ର ସୁନ୍ଦର ନାକଟି ରହିଛି। ଧନ୍ୟ ଧନ। ତୁମର ଧନ କ'ଣ ପାଇଁ ଆଉ? ଯେ ଦାଣ୍ଡକୁ ବାହାରି ପଦେ ଦୁଃଖର ବାଣୀ ଶୁଣାଇ ପାରିବ ନାହିଁ ତାକୁ ତ ତମେ ଦୟା କର ନାହିଁ, ଆଉ କର କାହାକୁ? ଏହିପରି କେତେ କ'ଣ ଶ୍ୟାମବାବୁ ଭାବି ଭାବି ଆଖିରୁ ଲୁହ ବୁହାଇଦେଲେ। ଆଉ ଜେମାକୁ ପଚାରିଲେ, ତୁମର ମାଇ ଘର ଖଣ୍ଡିଏ କ'ଣ ନିଜର? ହଁ, ଆମର ନିଜର। ତେବେ ସେ ବୋଧ ହୁଏ ନିଲାମ ହେବ? କିଆଁ ନା, 3 ବର୍ଷର ଖଜଣା ପାଖି ଅଛି। ମା ଫନ୍ଦି ଫିକର କରି ଥକିଲେଣି। ଏକାଠି 3 ଟଙ୍କା ଭିଆଇ ପାରୁନାହାନ୍ତି। ଆଉ ବିଲ ଆମର କେତେ ଅଛି ଯେ ସେତକ ତ ଯାଇଥିଲା। ତାକୁ ଏଇଠି ସ୍କୁଲରେ ପିଲେ ଚାନ୍ଦା କରି ରଖେଇ ଦେଲେ। ମୋତେ ଗାଁରେ ଧନୀ ଘର ପିଲେ ସବୁ ଗୋବର ଗୋଟେଇ ଡାକନ୍ତି। ମୁଁ କାହାକୁ କିଛି କହେ ନାହିଁ। ଦିନେ ମୁଁ ଗୋବର ସତକୁ ସତ ଗୋଟାଉଛି। ମୋତେ ପଞ୍ଚାଏ ପିଲା ମୋର ଗୋବର ଗୋଟେଇଲ ବୋଲି ଭାରି ଚଳାଇଲେ। ମୁଁ ଗୋବର ଗୋଟାଉଥାଏ। ଏହି ସମୟରେ ତେଣୁ ପଞ୍ଚାଏ ପିଲା 6 କି 7 ଜଣ ହେବେ। ସବୁ ବାବୁ ପିଲା ଆସି ପହଞ୍ଚି ସେ ପିଲାଙ୍କୁ ଧମକ ଦେଇ ପଚାରିଲେ, କାହାକୁ ଗୋବର ଗୋଟେଇ ବୋଲି କହୁଛ? ସେମାନେ ଭୟରେ କିଛି ନ କହି ପଳାଇବାରୁ ମୋ ପାଖକୁ ଆସି ପଚାରିଲେ, ତୋର ନାଁ କ'ଣ? ତୋର କିଏ ଅଛି? ତତେ ଗୋବର ଗୋଟେଇ କାହିଁକି ଏସବୁ କହୁଛନ୍ତି? ସେଇଠୁ ମୁଁ କହିଲି, ଆମେ ଭାରି ଗରିବ ବାବୁ। ମୋର ବାବା ଭାଇ ମରିଗଲାରୁ ଚୋର ପଶି ଆମ ଘରୁ ସବୁ ଚୋରି କରି ନେଇଗଲା। ସେଇଥିପାଇଁ ଆମେ ବଡ଼ ଗରିବ ହେଇଗଲୁ। ମୋର ମା ମଧ୍ୟ ମରିଗଲେ। ଆଉ ମୋର ଗୋଟିଏ ବୁଢ଼ୀ ମା ଅଛି। ଆଉ ମୁଁ। ଆମକୁ ତ ଏଠି କିଛି ମିଳୁନାହିଁ। ଆମେ ତ ଭିକ ମାଗିବୁ ନାହିଁ।
ଆମର ତ ଜମିବାଡ଼ି ସବୁ ଖଜଣା ଦିଆହେଲା ନାହିଁ ବୋଲି ଜମିଦାରମାନେ ନିଲାମ କରି ନେଲେ। ଆମେ କେମିତି ଚଳିବୁ? ମୁଁ ଗୋବର ଗୋଟେଇ ନିଏ ଯେ ତାକୁ ଘଷି ତିଆରି କରି ଆଉ ସୂତା କାଟେ ମୋର ବୁଢ଼ୀମା। ସେ ଘଷି ଆଉ ସୂତା ଆମ ଘରକୁ ଗୋଟେ ବେପାରୀ ଆସି ପଇସା ଦେଇ ଆମଠୁ ନିଏ। ଆମେ ସେଥିରେ ଚଳୁ। ଏ ଗାଁରେ ସମସ୍ତେ ଧନୀ ଯେ ଆମକୁ ଏମିତି ଏମିତି ଚଳାନ୍ତି ଚିଡ଼ାନ୍ତି। ମୁଁ ଏତିକି କହି କାନ୍ଦି ପକାଇଲି। ସେଠୁ ସେ ସବୁ କାନ୍ଦି କାନ୍ଦି ମୋତେ ପଚାରିଲେ, ତୋ ବୁଢ଼ୀମାକୁ କେତେ ବର୍ଷ? ମୁଁ କହିଲି ତାକୁ 80 ବର୍ଷ। ସେମାନେ ଆମ ଘରକୁ ଆସି ମୋର ବୁଢ଼ୀମାଠୁ ସବୁ ବୁଝିସୁଝି ବିଲ ନିଲାମ ଯେପରି ନହେବ ସେଥିପାଇଁ ଟଙ୍କା ପଠାଇ ଦେବା ପାଇଁ କହି ଯାଇଥିଲେ। ସରୋଜ ବାବୁ ବୋଲି ଜଣେ ପିଲା ତାଙ୍କ ଭିତରେ ଏମିତି ଭଲ ଯେ ସେ ଆମକୁ ତାଙ୍କ ଘରକୁ ନେଇଯିବା ପାଇଁ କହୁଥିଲେ। ମାତ୍ର ମୋର ମା ତାଙ୍କୁ ଯିବାକୁ ନାହିଁ କଲେ, ଆଉ ମଧ୍ୟ ଟଙ୍କା ନେବାକୁ ନାହିଁ କଲେ। କାହିଁକି ନା ସେମାନେ ପିଲା ଲୋକ, ତାଙ୍କ ବାପା ମା ଜାଣିଲେ ଗାଳି ଦେବେ। ମାତ୍ର ତାହା ହେଲା ନାହିଁ। 3 ଦିନ ପରେ ନିଜେ ସରୋଜ ବାବୁ ସାଇକେଲରେ ଆସି ମୋ ମା ହାତରେ 4 ଖଣ୍ଡ 10 ଟଙ୍କିଆ ନୋଟ ଧରାଇ ଦେଇ ଚାଲିଗଲେ। ସେଇଥିରେ ଆମର ଜମିଟା ରହିଗଲା। ସେ ବାବୁ ଏବେ ଏଠି ନାହାନ୍ତି, ସହରରେ କୁଆଡ଼େ ପଢ଼ୁଛନ୍ତି ପରା। ସ୍କୁଲ ପଢ଼ା ତାଙ୍କର ସରିଲାନି। ତାର ନାଁଟା କ'ଣ କହିଲ? ସରୋଜ। ସରୋଜ? ଓହୋ, ସେଦିନ ମୋତେ କହିଥିଲା। ଠିକ୍ ଠିକ୍ କହିଥିଲା ବାବା। ଦିନ ଦୁଃଖୀ ମାନଙ୍କ ପାଇଁ ସରକାର କ'ଣ କୌଣସି ବନ୍ଦୋବସ୍ତ କରିନାହାନ୍ତି? ହାୟରେ କହି ପୁଣି ଏକ ଦୀର୍ଘ ନିଶ୍ୱାସ ପକାଇଲେ। ତୁମେ କ'ଣ ପାଠ ପଢ଼ିଛ ମଣି? ହଁ ଆଜ୍ଞା ପଢ଼ିଛି। ମୁଁ 4ର୍ଥ ବର୍ଷରେ ପଢ଼ା ଆରମ୍ଭ କରି ଆଗ ଘରେ ମା ପାଖରେ ପଢ଼ୁଥିଲି। ତାପରେ ଚାଟଶାଳୀରେ ବର୍ଷେ ପଢ଼ି ସ୍କୁଲରେ ପଢ଼ିଲି। 8 ବର୍ଷ ଯାଏଁ ମୁଁ ସ୍କୁଲରେ ପଢ଼ିଛି। ମୁଁ ଉଚ୍ଚ ପ୍ରାଇମେରୀ ପାସ୍ କରିଥିଲି। ତୁମେ ଏତେ ଅଳ୍ପ ସମୟରେ ଏତେ ପଢ଼ି ପକାଇଲ। ଆହା, ବୁଦ୍ଧିମତୀ ବାଳିକାଟିକୁ ଦାରିଦ୍ର୍ୟ ସର୍ବନାଶ କରିଦେଇଛି। ଏଣେ ଦିନ ତମାନ ଉପରାସରେ ଥିବା 80 ବର୍ଷର ବୁଢ଼ୀ ସେହି ବର୍ଷା ତିନିତା ଚୁଲିରେ ନିଆଁ ଲଗାଇ ଭିଜା ହାଣ୍ଡି ବସାଇ ଓଦା ଚାଉଳକୁ ଭାଜି ପକାଇଲେ। ତାଙ୍କର ଆଜି ଫୁର୍ତ୍ତିର ସୀମା ନାହିଁ। ଚାଉଳ ଭଜାକୁ ଶିଳ ଦିହରେ ବାଟି ଗୁଣ୍ଡ କରି ବାସନରେ ରଖିଦେଲେ। ଏଣେ ହାଣ୍ଡିରେ ପାଣି ଦେଇ ଭାତ ବସାଇ ଦେଲେ। ଏଥର ବୁଢ଼ୀଙ୍କର ଘର ଦୁଆର ଦରଣ୍ଡା ଲାଗିଲା। କେଉଁଠି କ'ଣ ଅଛି? ଦୈବ ଯୋଗକୁ ଗୁଡ଼ ଘଡ଼ିଟିରେ ଗୁଡ଼ ମେଞ୍ଚାଏ ଅଛି। ଘିଅ ଘଡ଼ି ଦେଖିଲେ ଉପରେ ଘଡ଼ିରେ ଖାଲି ବଳିତା ମେଞ୍ଚି ଅଛି, ଆଉ ତଳ ଘଡ଼ିରେ ଦେଖିଲେ ଘିଅ ଟିକିଏ ଲାଗିଛି। ଭଜା ଚାଉଳ ଗୁଣ୍ଡକୁ ପାଣିରେ ବତୁରାଇ ସେଥିରେ ଗୁଡ଼ ଘିଅଟିକୁ ଗୋଳାଇ ଟିକିଏ ଖଟା ସଜିଲା କରି ଆସନ ପକାଇ ପାଣି ଥୋଇ ଗଲେ ଡାକିବାକୁ। ଯାଇ ଦେଖିଲେ ତାଙ୍କ କୋଳରେ ମଣି ବସିଛି, ଆଉ ସେ ତା ମୁହଁକୁ ଆଉଁସି କ'ଣ କହୁଛନ୍ତି। ମଣି ତା ବାବୁଙ୍କୁ ଡାକେ, ସବୁ ତ ହେଲାଣି। ହଁ ମା ଯାଉଛି କହି ଶ୍ୟାମବାବୁ ମଣିକୁ ଧରି ଯାଇ ଦେଖିଲେ ଜଳଖିଆ ଏତେ ଯତ୍ନରେ ସଜଡ଼ା ହୋଇଛି। ସେ ପଚାରିଲେ, ମା ଏସବୁ ଆଇଲା କେଉଁଠୁ? ମୁଁ ତ ଶୁଣିଥିଲି ଘରେ ଚାଉଳ କ'ଣ ନଥିଲା। ଛତୁଆ କୋଉଠୁ ଆଇଲା? ମଣି କହିଲା, ନାଇଁ ମୋ ମା, ସେ ଓଦା ଚାଉଳକୁ ଭାଜି ଏମିତି ଗୁଣ୍ଡ କରିଛନ୍ତି ନା। ତମେ ପରା ବ୍ରାହ୍ମଣ, ଆମେ କ୍ଷତ୍ରିୟ, ତମେ କ'ଣ ଆମ ଘରେ ଭାତ ଖାଇବ? ବାହା କିଏ କହିଲା? ମା ତ ବେଶ କରିଛନ୍ତି। ମୁଁ କ'ଣ ଏତେ ସ୍ୱାର୍ଥପର? ମା ମୁଁ ଥରେ କହିଛି ମୁଁ ତମର ପୁଅ, ଆଉ କ'ଣ? ନା ମା, ମୁଁ ତ ଭାତ ଖାଇବି। ଶ୍ୟାମବାବୁ ଠିକ୍ ପିଲା ପରି ହେଲେ। ଛତୁଆକୁ 3 ଭାଗ କରି ସେଥିରୁ ଭାଗେ କାବିରେ ଅଲଗା କରିଦେଇ ବାକିତକ ଘେନି ବସି ମଣିକୁ ଡାକିଲେ। ମଣି ପ୍ରଥମେ ଶଙ୍କା କରି ଗଲା ନାହିଁ। ତାକୁ ଆସି ଟାଣି ନେଇ କୋଳରେ ବସାଇ ବାବା ଝିଅ ଏକାଠି ଖାଇ ବସିଲେ। ମଣି ଡାକିଲା, ତମେ ମୋର ବାବା। ବୁଢ଼ୀ କହିଲେ, ତୁ ମୋର ପୁଅ? କି ମୁଁ ଭାଗ୍ୟବତୀ ମୁଁ। ଶ୍ୟାମବାବୁ ଉତ୍ତର ଦେଲେ, ହଁ ମା, ମୁଁ ତୋର ବାବା। ହଁ ମା, ମୁଁ ତୋର ପୁଅ। ବାକିତକ ଚାଉଳ ଭାତ ରାନ୍ଧି ଖାଇବା କହି ମଣିକୁ ଖୁଆଇ ଦେଲେ। ମଣି ଆଉ ବୁଢ଼ୀ ଏ ଭୟଙ୍କର ମନେ ଯେ କ'ଣ ହେଲା ସେ ଜାଣନ୍ତି। ଏଭଳି ଆନନ୍ଦ ତାଙ୍କ ଜୀବନରେ ପ୍ରଥମ। ବୁଢ଼ୀ ସମ୍ଭାଳି ପାରିଲେ ନାହିଁ। କହିଲେ, ବାପା ତୋରି ଚେହେରା ଘେନି ଆଗତ କିଏ ଗୋଟିଏ ପିଲା ଆସିଥିଲା ମୋ ଘରକୁ, ଠିକ୍ ସେ ତୋ ପରି। ମୋତେ ଜୋର କରି ଧରିଲା, ତୁମେ ଆମ ଘରକୁ ଆସ। ମାତ୍ର ମୁଁ ନାହିଁ କଲି। ସେ 40 ଟଙ୍କା ଆଣି ମୋ ଜମି ରଖି ଦେଇଗଲା। ଆହା, ସଂସାରରେ ଏଭଳି ଲୋକ ନଥିଲେ ଏ ସଂସାର ପୁରୀରେ ମଣିଷ କିପରି ବଞ୍ଚନ୍ତା? ଶ୍ୟାମବାବୁ କହିଲେ, ବୁଝିଛି ମା, ବୁଝିଛି। ସେ ପିଲାଟି ମୋରି ପୁଅ, ମୋର ସେଇ ଗୋଟିକ କୁଳାଙ୍ଗାର। ତାଙ୍କୁ ଆଶୀର୍ବାଦ କର ମା। ବୁଢ଼ୀ କହିଲେ, ଆହା, ତୋରି ବାପା ସେ ପୁଅ? କି କପାଳ ମୋର।
ତା ନହେଲେ ଏପରି ସୁନ୍ଦର ଏପରି ସରଳ କୋମଳ ଦୟାଳୁ ଆଉ କିଏ ହେବ? ଶ୍ୟାମବାବୁ ମଣି ଯେତେ କଥା କହିଥିଲା ସବୁ କହିଗଲେ। ବୁଢ଼ୀ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ଅଳ୍ପ ସମୟ ଭିତରେ ସେ ସବୁ କଥା ଶୁଣି ଯାଇଛନ୍ତି। ଏଣେ ଗପସପ ହେଉଥାଏ, ତେଣେ ବୁଢ଼ୀ ଶ୍ୟାମବାବୁ ଶୋଇବା ପାଇଁ ଖଟ ସଜାଡ଼ୁଥାନ୍ତି। ଖଣ୍ଡିଏ କେଉଁ କାଳର ଧୋଡ଼ଟି ଖଟ ଥିଲା, ସେ ତାକୁ ଦଉଡ଼ି ବାନ୍ଧି ଠିକଣା କରୁଥାନ୍ତି। ଶ୍ୟାମବାବୁ ପଚାରିଲେ, ମା, ସେଇଟା କ'ଣ କରିବ? ବାବା, ତୁ ଆଉ କେଉଁଠି ଶୋଇବୁ? ଘର ଦୁଆର ତ ଚାରିଆଡ଼େ ତିନ୍ତି ଯାଇଛି। ଆମର ସବୁଦିନର ଅଭ୍ୟାସ, ଶୋଇ ପଡ଼ିବୁ। ଆଉ ତୁ ତ ତଳେ ଶୋଇ ପାରିବୁ ନାହିଁ। ଏଇଟା ଛିଡ଼ିବ ନାହିଁ ଯେ, ମୁଁ ଦଉଛି ତିଆରି କରି। ମା ବାୟାଣୀ ହେଲେ, ମୁଁ କ'ଣ ଏଡ଼େ ଦେବତା? 10 ବର୍ଷର ସୁକୋମଳ ଶିଶୁ ଶୋଇବ ଓଦାରେ ଭୂଇଁରେ, ମୁଁ ଶୋଇବି ଖଟରେ। 80 ବର୍ଷର ବୁଦା ଶୋଇବେ ବରଷା ପାଣିରେ, ମୁଁ ଶୋଇବି ଖଟରେ। ନା ମା, ହେବ ନାହିଁ, ସମସ୍ତେ ଭୂଇଁରେ ଶୋଇବା। ବୁଢ଼ୀଙ୍କର ଜବାବ ଦେବାକୁ କିଛି ମାତ୍ର କଥା ଦିଶିଲା ନାହିଁ। ସେ ଭାତ ଦେଖିବାକୁ ଘରକୁ ଚାଲିଗଲେ। ବାବା ଝିଅ ଖାଇସାରି ହାତ ଧୋଇ ପକାଇଲେ, ଆଉ ପୁଣି ଯାଇ ତାଙ୍କ ଜାଗାରେ ବସି କଥାବାର୍ତ୍ତା ହେଲେ। ମଣି ତା ପିଲାଦିନର ଶହ ଶହ କଥା କହିଗଲା। ଶ୍ୟାମବାବୁ ସବୁ କାନ ଡେରି ଶୁଣିବାକୁ ଲାଗିଲେ। ଯଥା ସମୟରେ ଭାତ ବଢ଼ା ହେଲା। ବାପା ଝିଅ ବସିଲେ ଗୋଟିଏ ପତ୍ରରେ, ଆଉ ବୁଢ଼ୀ ବସିଲେ ଆଉ ଗୋଟିଏ ପତ୍ରରେ। ବୁଢ଼ୀ ବସି ନଥିଲେ, ମାତ୍ର ଶ୍ୟାମବାବୁ ବାଧ୍ୟ କରି ବସାଇଲେ। ତରକାରୀ ଭିତରେ ଶାଗ ଖରଡ଼ା, କଦଳୀ ଭଜା ଆଉ ପରିବାର ବେସର। ଏହି ଗରିବର ଖାଦ୍ୟ ଭିତରେ କି ମାଧୁରୀ ଥିଲା, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆଜି ପର୍ଯ୍ୟନ୍ତ ସିଏ ଏପରି ତୃପ୍ତିକର ଖାଦ୍ୟ କେଉଁଠି ଖାଇନଥିଲେ। ତାଙ୍କୁ ଅମୃତ ପ୍ରାୟ ମନେ ହେଲା। ଏପରି ତୃପ୍ତିକର ଖାଦ୍ୟ ତାଙ୍କର ସ୍ତ୍ରୀ ମଲା ଦିନୁ ସିଏ ଆଦୌ ଖାଇପାଇ ନଥିଲେ। ତେବେ ସ୍ତ୍ରୀଙ୍କର ଖାଦ୍ୟ ତ ଅତି ଉଚ୍ଚ ଧରଣର, ମାତ୍ର ଏହା ଭଜା ଚାଉଳର ଭାତ ଅନାମନା, ଶାଗର ଖରଡ଼ା ଆଉ କଦଳୀର ଭଜା ତାଙ୍କୁ ଯେ ପରମ ସନ୍ତୋଷ ଦେଇଥିଲା, ତାହା ଅପୂର୍ବ। ଏହି ଅନ୍ନ ମଧ୍ୟରେ ଯେ ସେ ଏପରି ସନ୍ତୋଷର ଜୀବନ୍ତ ମୂର୍ତ୍ତି ଅନୁଭବ କଲେ ଏବଂ କହିଲେ, ମା, ଆଜି ତମେ ମୋତେ ଅମୃତ ଭୋଜନ ଦେଲ। ବୁଢ଼ୀ ଲଜ୍ଜାରେ ମୁଣ୍ଡ ନୁଆଇ କହିଲେ, ବାପ, ତୁ ରାଜା ରାଜେଶ୍ୱର, ମୋ ଦୁଆରେ ଅତିଥି, ତୋର ପାଦ ମୋ ଦୁଆରେ ପଡ଼ିଲା, ଏ ମୋର କେତେ ଜନ୍ମର ତପସ୍ୟା। ଶ୍ୟାମବାବୁ ଏତିକି ବେଳେ ଭାବିଲେ, ଆହା, ଗରିବ ଭିତରେ ପୁଣି ମାଧୁରୀ ନାହିଁ, ଗରିବ ଭିତରେ ପୁଣି ଦେବତା ନାହାନ୍ତି, ମହତ୍ଵ ନାହିଁ କିଏ କହିଲା? ବରଂ ଯଦି କେଉଁଠି ମହତ୍ଵ, ଦେବତ୍ଵ, ମାଧୁରୀ ଅଛି, ତେବେ ଗରିବ ସମାଜରେ। ତାଙ୍କର ଧନୀ ରାଜା ମହାରାଜା କ୍ଷମତାପୂର୍ଣ୍ଣ ଲୋକଙ୍କୁ କେଜାଣି କାହିଁକି ଘୃଣା ଆଇଲା। ଭାବିଲେ, ହାଏ, ସେମାନେ ଯଦି ଏ ଗରିବ କୁଟୀର ଦେଖନ୍ତେ, ତେବେ ସେ ଜାଣନ୍ତେ କେଉଁଠି ସୁଖ ଆନନ୍ଦ ଅଛି। ସେଇଥିପାଇଁ ତାଙ୍କର ପୁରାତନ ବୈଦିକ ଆର୍ଯ୍ୟ ମହର୍ଷିମାନେ ବଣରେ ଶାନ୍ତିରେ କୁଟୀର ପ୍ରସ୍ତୁତ କରି ରହୁଥିଲେ। ଆଜି ସେଦିନ କାହିଁ? ହୃଦୟ ଯାଇଛି, ଅଛି କେବଳ ଛାୟା। ଯେତେ ଦିନ ଯାଏ ଏହି ଧନୀ ଦରିଦ୍ରର ବୈଭିନ୍ନ ସମାଜରେ ପ୍ରଚରିଥିବ, ସେତେ ଦିନ ଯାଏ ଏହି ନର ରାକ୍ଷସ ଦଳ ମାନବର ମାନବତ୍ଵ ଦେବତ୍ଵ ହରଣ କରିବା ପାଇଁ ଖଡ଼ଗ ହସ୍ତରେ ଲୋକ ଚିହ୍ନା ବିସ୍ତାର କରି ରହିଥିବେ। ଯେତେ ଦିନ ଯାଏ ଏହି ପାଷାଣ୍ଡ ବଳିର ଉଗ୍ର ତରବାରୀ ସରଳ ଶାନ୍ତ ପ୍ରାଣୀକୁ ଛିନ୍ନ ବିଚ୍ଛିନ୍ନ କରୁଥିବ, ସେତେ ଦିନ ଯାଏ ପୃଥିବୀ ପୃଷ୍ଠରୁ ରକ୍ତରେଖା ନ ଲିଭିବ, ଧନୀ ଦରିଦ୍ର ସମାନ ନ ହେବ, ରାଜା ପ୍ରଜା ଏ ଆସନରେ ନ ବସିବେ, ସମ୍ରାଟ ସାମନ୍ତ ଏକ ସଙ୍ଗେ ଭୋଜନ ନ କରିବେ, ଚଣ୍ଡାଳ ବ୍ରାହ୍ମଣ ହାତ ଧରା ଧରି ନ ହେବେ, ସେତେ ଦିନ ଯାଏ ଏହି ଦେଶ ଏହି ଜାତି ନିଶ୍ଚୟ ନିର୍ବଳ ଅନୁନ୍ନତ ଦୁଃଖଗ୍ରସ୍ତ ଥିବ। ଜଗତରେ ଗୋଟାଏ ଜାତି ଅଛି ଯାହା ଦେଖାଇ ଦେଇଛି, ତାହା ଅନୁକରଣ କରିବାକୁ ମାନବର ମନ ଯଦି ପ୍ରବଳ ଆକାଂକ୍ଷାରେ ଆକାଂକ୍ଷିତ ନ ହୁଏ, ତେବେ ଉପାୟ କ'ଣ? ହାୟ ଭଗବାନ, କେବେ ଏ ଲାଭିତର ସେହି ବସୁଧୈବ କୁଟୁମ୍ବମ୍ ରୀତିରୀକ୍ଷା କରିବ, ଉଚ୍ଚ ସ୍ୱରରେ ଗାଇବ, ଶୁଣନ୍ତୁ ବିଶ୍ୱ ଅସ୍ତତସ୍ୟ ପୁତ୍ର। ତାଙ୍କ ମନରେ ଆସିଲା, ହେବ ହେବ ହେବ। ବର୍ତ୍ତମାନ ଜାତିର ସମାଜର ଜଗତର ଉତ୍ଥାନ ଚିତ୍ର ତାଙ୍କ ଆଖି ଆଗରେ ଉଭାସି ଉଠିଲା। ପ୍ରାଣରେ କଳ୍ପନା ରାଇଜର ତରୁଣ ଅରୁଣ ବରୁଣର ସ୍ନିଗ୍ଧ ଜ୍ୟୋତିରେ ସେ ଉଜ୍ଜଳ ହୋଇ ଉଠିଲେ। ସକାଳୁ ଉଠି ଦେଖିଲେ ତାଙ୍କର ଲୁଗାପଟା ଗୁଡ଼ିକ ଶୁଖିଲା ଅବସ୍ଥାରେ ଯଥା ସ୍ଥାନରେ ସଜ୍ଜିତ ହୋଇ ରହିଅଛି। ବୁଦ୍ଧାଙ୍କର କାର୍ଯ୍ୟକୁ ଶତ ଧନ୍ୟବାଦ ଦେଇ ସେଗୁଡ଼ିକ ପିନ୍ଧି ଡେପୁଟି ବେଶରେ ଶ୍ୟାମବାବୁ ଦାଣ୍ଡକୁ ବାହାରିଲେ। ପ୍ରଥମେ କେତେକ ଲୋକ ସାଙ୍ଗରେ ନେଇ ଆଉ ମଧ୍ୟ ମଣିକୁ ସାଙ୍ଗରେ ନେଇ ମଣି ଖୋଜି ବାହାରିଲେ। ତୋଟାରେ ପଶି ଦେଖିଲେ ସାପଟି ମରିଯାଇଛି। ସାପ ମୁଣ୍ଡରୁ ମଣିଟି
ଲୋକଙ୍କ ଦ୍ୱାରା ସଂଗ୍ରହ କରି ଗଛକୁ କାଟି ସାପଟାକୁ ବାହାର କରାଇ ସହରକୁ ପଠାଇଦେଲେ। ଚାରିଆଡ଼େ ଦଣ୍ଡକେ କଥାଟା ରାଷ୍ଟ୍ର ହୋଇଗଲା। ମଣି ସଙ୍ଗେ ମଣି ଘେନି ଫେରି ଆସିବା ପରେ ବୁଦ୍ଧା ସମସ୍ତ ରହସ୍ୟ ଜ୍ଞାତ ହେବା ପାଇଁ ଅନୁରୋଧ କଲେ। ତେଣୁ ସେ ଆମୂଳଚୂଳ ସମସ୍ତ ଘଟଣା କହିସାରି ତାହା ଦୈନିକ କାଗଜକୁ ଲେଖି ଶୀଘ୍ର ପୋଷ୍ଟ କରିଦେଲେ। ଏଣେ ତାଙ୍କର ବିଦାୟର ସମୟ ନିକଟତର ହୋଇଗଲା। ଗାଁରେ ହାଉକାଉ ପଡ଼ିଗଲା ଯେ କାଲି ଡେପୁଟି ସାହେବ ଗୋବର ଗୋଟେଇ ଘରେ ଥିଲେ। ଆଉ ଗୋବର ଗୋଟେଇ କହିବାକୁ କାହାରି ସାହସ ହେଲା ନାହିଁ। ସମସ୍ତେ ଭାବିଲେ କେହି ଟିକେ ଜାଣିପାରିଲେ ନାହିଁ ତା ଘରଟାରେ ବାବୁ ରହିଗଲେ, ମାତ୍ର ବାବୁ ତିଳେ ମାତ୍ର କାହାକୁ ଚାହିଁଲେ ନାହିଁ। ଏଥର ବୁଦ୍ଧାଙ୍କୁ ବିଦାୟ ମାଗିଲେ ଏବଂ ମଣି ହାତରେ ପକେଟ ବ୍ୟାଗରୁ 100 ଟଙ୍କାର ନୋଟ ଖଣ୍ଡିଏ ବାହାର କରିଦେଇ କହିଲେ, ମଣି, ଏହାକୁ ଖର୍ଚ୍ଚ କରି ତୁମେ ସୁବିଧାରେ ଚଳ। ଆଉ ଘର ଦୁଆର ପ୍ରଭୃତିର ଯେ କିଛି ଅସୁବିଧା ଅଛି ତାହା ମୁଁ ପରେ ପୂରଣ କରିଦେବି। ଏଥିରେ କୌଣସି ପ୍ରକାରର ଦୁଃଖ ଭାବ ନାହିଁ। ଆଉ ମଧ୍ୟ କହିଲେ, ମା, ମୁଁ ତୁମକୁ ଏହି ଟଙ୍କା ଦେଉନାହିଁ, ଏହା ତୁମର ପ୍ରାପ୍ୟ। ସ୍ୱରଜ ଯେଉଁଦିନୁ ତୁମର ଦୁଃଖ କାହାଣୀ ମୋ ଆଗରେ କହିଲାଣି, ହାଏ, ସେଇ ଦିନଠୁ ମୁଁ ଚେଷ୍ଟା କରିଥିଲେ ଏ କନକ ପ୍ରତିମାଟି ଏପରି ନାର୍ଖାର ହୋଇନଥାନ୍ତା। ହେଉ, ମୁଁ ଯାଉଛି। ବୁଦ୍ଧାଙ୍କ ଆଖିରୁ ଲୁହଧାର ଖସିଗଲା। ସେ ଆଉ କିଛି କହିପାରିଲେ ନାହିଁ। କ'ଣ କହିବାକୁ ଯାଉଥିଲେ ତାଙ୍କର ପାଟି ବନ୍ଦ ହୋଇଗଲା। ମଣି କେବଳ ପଚାରିଲା, ବାବା, ତମେ ଆଉ କ'ଣ ଆଉ ଘରକୁ ଆସିବ ନାହିଁ? ମୋତେ ଟିକେ ସରୋଜ ଭାଇଙ୍କୁ ଦେଖାଇବ ନାହିଁ? ଡେପୁଟି ବାବୁ ତାଙ୍କୁ ଗୋଟିଏ ବିଦାୟ ଚୁମ୍ବନ ଦେଇ କହିଲେ, ହଁ ମା, ମୁଁ ପୁଣି ଆସିବି ଯେ। ସରୋଜ ଭାଇଙ୍କୁ ମଧ୍ୟ ଛୁଟିରେ ଘରକୁ ଫେରିଲେ ସେ ମଧ୍ୟ ଆସିବ। ବାଳିକା କିଛି କହିପାରିଲା ନାହିଁ। ଛନ ଛନ ହୋଇ କେବଳ ଚାହିଁଲା। ଧୀରେ ଧୀରେ ପଛକୁ ଚାହିଁ ଚାହିଁ ଶ୍ୟାମବାବୁ ଅଦୃଶ୍ୟ ହେଲେ। ମଣିର ଇନ୍ଦିବୀର ଦୋଳା ଦୁଇଟିର ଛଳ ଛଳ ଚାହାଣୀ ଆଉ ବୁଦ୍ଧାଙ୍କର ଅଶ୍ରୁଭରା ମୁଖର ସ୍ମୃତି ଘେନି ଏଣେ ମଣି ଆଉ ତାର ମା ଘରକୁ ଯାଇ ଶ୍ୟାମବାବୁଙ୍କର କଥାବାର୍ତ୍ତା ହେଲେ ଏବଂ ଦିନ ଗଣିଲେ ପୁଣି କେବେ ସେ ତାଙ୍କ ଅତିଥିଙ୍କୁ ଭେଟିବେ।